ନାରାୟଣ ପଣ୍ଡାଙ୍କ ବିରଚିତ ଜୈମିନୀ ଭାରତ। ଅଶ୍ୱମେଧ ଯଜ୍ଞ ନିମନ୍ତେ ଯୁଧିଷ୍ଠିରଙ୍କୁ ବ୍ୟାସଦେବ ଧନର ସନ୍ଧାନ ଦେବା। ଶୁଣ ଶୁଣ ସୁଜ୍ଞ ଜନେ ଦେଇ ମନ କନ, ଯୁଧିଷ୍ଠିର ଖେଦ ଦେଖି ବ୍ୟାସ ତପୋଧନ। ବୋଇଲେ କିಂ ପାଇଁ ତୁମ୍ଭେ ମନେ ଖେଦ କର, ପୂର୍ବର ଚରିତ ଶୁଣ ମନ କରି ସ୍ଥିର। ମରୁତ ନାମରେ ଥିଲେ ଏକ ନରପତି, ବହୁ ଯାଗ ଯଜ୍ଞ କରିଥିଲେ ସେହୁ କ୍ଷତି। ବ୍ରାହ୍ମଣ ଅତିଥେ ସେହୁ ବହୁ ଦାନ ଦେଲେ, ସେ ଦାନ ବ୍ରାହ୍ମଣେ ବୋହି ନେଇ ନ ପାରିଲେ। ସେ ଧନ ନେଇ ବ୍ରାହ୍ମଣ ହେମଗିରି ପରେ, ପକାଇ ଅଛନ୍ତି ଯାଅ ଦେଖିବ ନେତ୍ରରେ। ସେଠାରୁ ଧନ ଆଣିଣ କାର୍ଯ୍ୟ ତୁମ୍ଭେ କର, ଯୁଧିଷ୍ଠିର ବୋଇଲେ ହା ନୁହେଁ ଶାସ୍ତ୍ର ଗିର। ଦତ୍ତ ଧନ ଆଣି ଯେବେ ଯଜ୍ଞ ମୁଁ କରିବି, ଅନ୍ତ କାଳେ ରୌରବ ନର୍କରେ ପଡ଼ିବି। ପୁଣି ସଂସାରେ ଶୁଣିଲେ ହେବ ଅପଯଶ, କହିବେ ଯୁଧିଷ୍ଠିର ପରି ଧନ କଲାସ। ନରପତି ହୋଇ ବ୍ରାହ୍ମଣ ଧନ ନିଏ ହରି, ଏ ପାପେ ପକାଅ ନାହିଁ ମତେ ତ ପଚାରି। ବ୍ୟାସ ବୋଇଲେ ତୁ ଯାହା କହୁଅଛୁ ମତେ, ଉଚିତ ନୁହଁ ତାହା ଜାଣ କଦାଚିତେ। ସ୍ୱଇଚ୍ଛାରେ ଯେହୁ ଧନ ରାଜ୍ୟରେ ପକାଇ, ସେ ଧନରେ ଅଧିକାର ରାଜାର ହୁଅଇ। ରାଜା ସେହି ଧନ ନେଲେ କିଛି ନାହିଁ ଦୋଷ, ଆବର କଥାଏ ଶୁଣ ପଣ୍ଡୁ ରାଜା ଶିଷ୍ୟ। କଶ୍ୟପର ଏ ଧରଣୀ ଥିଲା ପୂର୍ବ କାଳେ, ପରଶୁରାମ କିପରି ତାହାଙ୍କୁ ଦାନ କଲେ। ନୃପଗଣେ କିପରି ହୋଇଲେ ଅଧିକାରୀ, ଦେଇ ପୁଣ ଗ୍ରହଣ କରିଲେ ବସୁନ୍ଧରୀ। ଆବର କଥାଏ ପଣ୍ଡୁ ପୁତ୍ର ଏବେ ଶୁଣ, ଆଦ୍ୟରେ ପୃଥ୍ୱୀ ଥିଲା ଦାନବ ହସ୍ତେଣ। ତ୍ରୟମାନେ ତାହାଙ୍କୁ ଯେ ପରାଜୟ କଲେ, କ୍ଷିତିପତି ହୋଇ କରି ପୃଥିବୀ ପାଳିଲେ। ଏହିପରି ଏ ଅବନି ଯାର ଯେତେବେଳେ, ସେହି ଭୋଗ କରେ ବାବୁ ତାହା ସେତେବେଳେ। ବିପ୍ରମାନେ ବହୁ କାଳୁ ତହିଁ ପକାଇଲେ, ସ୍ୱଇଚ୍ଛାରେ ପକାଇଣ ଗୃହେ ଚଳିଗଲେ। ସେ ଧନ ତୁମ୍ଭର ଜାଣ ନେଲେ ନାହିଁ ଦୋଷ, ଯେଣୁ ତୁମ୍ଭେ ବର୍ତ୍ତମାନ ପୃଥିବୀ ନରେଶ। ସେହି ଧନ ଆଣି ଅଶ୍ୱମେଧ ଯଜ୍ଞ କର, ଜ୍ଞାତିବଦ୍ଧ ପାତକ ଅଙ୍ଗରୁ ହେଉ ଦୂର। ବ୍ୟାସଦେବଙ୍କ ବଚନେ ଯୁଧିଷ୍ଠିର ରାଜନ, ଅଶ୍ୱମେଧ କରିବାକୁ ବଳାଇଲେ ମନ। ବ୍ୟାସଦେବଙ୍କ ଚରଣେ ପଡ଼ି ଯୁଧିଷ୍ଠିର, ଯଜ୍ଞ କେତେ ବିପ୍ରଗଣ ହେବେ ଦରକାର। ସେମାନେ କେଉଁ ବିଧାନେ ଦକ୍ଷିଣା ଯେ ନେବେ, ସଂଶୟ ଫିଟାଇ ମୋର ଆଗେ କହ ଏବେ। ଯଜ୍ଞ ଘଟକ କେଉଁ ପରି ହେବ ପୁଣ, ଏକଥା ମତେ ବିସ୍ତାରି କହ ତପୋଧନ। ଯୁଧିଷ୍ଠିର ଦେବ ବଚନ ବ୍ୟାସଦେବ ଶୁଣି, କହେ ଏକ ମନେ ଶୁଣ ରାଜା ଚୂଡ଼ାମଣି। ଯଜ୍ଞ 20,000 ବିପ୍ର ଲୋଡ଼ା ହେବେ, 20 ବେଦ ବିଦ୍ୟାରେ ପଣ୍ଡିତ ସେ ଥିବେ। ଶାସ୍ତ୍ରଜ୍ଞ ନୈଷ୍ଠିକ ଜାଣ ହୋଇଥିବେ ସେହି, ଦକ୍ଷିଣା ଯେ ରୂପେ ନେବେ ଶୁଣ ମନ ଦେଇ। ସୁବର୍ଣ୍ଣ ମଣ୍ଡିତ ରଥ ଘଟକ ସହିତ, ବାଛୁରୀ ସହିତ ଗାଈ ଶସ୍ୟ ପରିମିତ। ଏକ ଏକ ଭାର ସ୍ୱର୍ଣ୍ଣ ଜଣେ ଜଣେ ନେବେ, ଏହି ନିୟମରେ ଦ୍ୱିଜେ ଦକ୍ଷିଣା ପାଇବେ। ଆବର ଯଜ୍ଞ ଅସୁର ଲକ୍ଷଣ ତୁ ଶୁଣ, ପୂର୍ବ ବ୍ରହ୍ମା ଯେଉଁ ପରି କରିଲେ ଭିଆଣ। ବଳିଷ୍ଠ ହୋଇବ ଅଶ୍ୱ ଶୁକ୍ଳ ବର୍ଣ୍ଣ କାୟ, ପୂର୍ଣ୍ଣିମା ଚାନ୍ଦ ସମାନ ହେବ ଶୋଭନୀୟ।
ଲାଞ୍ଜ ହଳଦିଆ ବା ଶାଗୁଆ ବର୍ଣ୍ଣ ହେବ। ଅତିଶୟ ଶୀଘ୍ରଗାମୀ ଘୋଟକ ହୋଇବ। ଯଜ୍ଞକୁ ଏପରି ଅସ ହେବ ଦରକାର। ତୋ ଆଗେ କହିଲୁ ଏବେ ପଣ୍ଡୁର କୁମର। ବୀରପତ୍ର ସମସ୍ତ କରେ ବନ୍ଧା ହେବ। ଚୈତ୍ର ଶୁକ୍ଳ ପୂର୍ଣ୍ଣିମା ଦିନ ଛାଡ଼ିଦେବ। ବୀରପତ୍ରେ ଲେଖା ଥିବ ଆପଣାର ଯଶ। ଆବର ଯେ ବୀର ଦର୍ପ ଆଦି ସବିଶେଷ। ଅସ ଇଚ୍ଛା ମତେ ଯେଣେ କରିବ ଗମନ। ତାର ପଛେ ଥିବ ତୋର ଭ୍ରାତା ପୁତ୍ର ସୈନ୍ୟ। ଯେହୁ ବୀରପତ୍ର ପଡ଼ି ଅଶ୍ୱକୁ ବାନ୍ଧିବ। ତାହାଙ୍କୁ ଜିଣିଣ ତୁମ୍ଭେ ଅଶ୍ୱ ଉଦ୍ଧାରିବ। ଏହିପରି 1 ବର୍ଷ ଯଜ୍ଞ ଅଶ୍ୱବର। ସ୍ୱଇଚ୍ଛାରେ ଭ୍ରମଣ କରିବ 3 ପୁର। ଅଶ୍ୱ ଯେଉଁ ସ୍ଥାନେ ମଳମୂତ୍ର କରିଦେବ। ତହିଁ ହୋମ କରି ଗୋଦାନ ବ୍ରାହ୍ମଣେ ଦେବ। ଯଜ୍ଞକର୍ତ୍ତା ହେବ ଯେହୁ ତାର କଥା ଶୁଣ। ଯଜ୍ଞ ସ୍ୱଦେଶ ଭ୍ରମି ଫେରିବା ଯାଏଣ। ଭାର୍ଯ୍ୟା ସହିତରେ ସେହି ଶୟନ କରିବ। ମାତ୍ର ତାହା ସଙ୍ଗତେ ବିହାର ନ କରିବ। ଭୋଗ ଇଚ୍ଛା ଛାଡ଼ି ଦେଇ ବିଳାସ ବିହୀନ। କଠୋର ବୈରାଗ୍ୟ ବ୍ରତ କରିବ ପାଳନ। ଅସ ଫେରି ଆସିଲେ ଯେ ଯଜ୍ଞ କାର୍ଯ୍ୟ ହେବ। ଯେ ଯଜ୍ଞ କରିବ ସେହି ରାଜେନ୍ଦ୍ର ହୋଇବ। ଏହିପରି ସତେ ଯଜ୍ଞ ପୂର୍ବେ ଇନ୍ଦ୍ର କଲା। ଅମରପୁରୀରେ ଦେବ ରାଜ ବୋଲାଇଲା। ପୃଥିବୀ ରାଜାଙ୍କୁ ଜିଣି ମହାଯଜ୍ଞ କଲେ। ଅଙ୍ଗୁପାପ ତାପ ନାଶ ଯାଏ ଅବହେଳେ। ସ୍ୱର୍ଗେ ଦେବତା ମାନଙ୍କ ଠାରୁ ପାଏ ମାନ୍ୟ। ଏ ଯଜ୍ଞ ବେଗେ ତୁ କର ଯୁଧିଷ୍ଠିର ରାଜନ। ଯୁଧିଷ୍ଠିର ବୋଲନ୍ତି ହେ ବ୍ୟାସ ମୁନିବର। ଯଜ୍ଞ କରିବାକୁ ମନ ବଳଇ ମୋହର। ଭାବୁଛି ମନେ କିପରି ଯଜ୍ଞ ମୁଁ କରିବି। ଯଜ୍ଞ ଉପଯୁକ୍ତ ଅଶ୍ୱ କେଉଁଠୁ ପାଇବି। ଭୀମ ଅର୍ଜୁନ ନକୁଳ ସହଦେବ ବୀର। ଯୁଦ୍ଧ କରି କଷ୍ଟ ପାଇଛନ୍ତି ବହୁ ଥର। ବୃଷକେତୁ ମହାବୀର କର୍ଣ୍ଣର କୁମର। 16 ବର୍ଷ ବୟସ ଅଟଇ ତାହାର। ଦେଖ ଘଟୋତ୍କଚ ପୁତ୍ର ବୀର ମେଘବର୍ଣ୍ଣ। ମହାଯୋଦ୍ଧା ପଣରେ ସେ ଅଟଇ ନିପୁଣ। ଆମ୍ଭର ଯୁଦ୍ଧରେ ଏହି ଅନାଥ ହୋଇଛି। ଘଟୋତ୍କଚ ପରା ବୀର ମୃତ୍ୟୁ ଲଭିଅଛି। ଏମାନଙ୍କୁ ଯଜ୍ଞ କର୍ମେ ମୋହି ଲଗାଇଲେ। ଅଧର୍ମ ହୋଇବ ଆହେ ତାତ ଜାଣ ଭଲେ। ଆମ୍ଭର ସହାୟ ଏକା ଅଟନ୍ତି ଶ୍ରୀପତି। ଏବେଳେ ସେହି ନାହାନ୍ତି ମୋହର ଯେ କତି। ଏପରି ସମୟ ମୋହି କି ବୁଦ୍ଧି କରିବି। ଛତ୍ରଧାରୀ ନ ଆସିଲେ କିଛି ନୁହେଁ ଭାବି। ଆରେ ବାବୁ ଭୀମ ତୁହି ଏକ ମନେ ଶୁଣ। ଜ୍ଞାତିବଦ୍ଧ ପାପରୁ କିପରି ହେବା ତ୍ରାଣ। ଜାଣ ବାବୁ ଏ ଯଜ୍ଞରେ ବିପଦ ଘଟିବ। ବର୍ତ୍ତମାନ ଆମ୍ଭ ପକ୍ଷେ ବଡ଼ ଅସମ୍ଭବ। ଯେବେ ଯଜ୍ଞ ଆରମ୍ଭ କରିବା ବୀରବର। ବିଘ୍ନ ହେଲେ ଅତି ନିନ୍ଦା ହୋଇବ ପ୍ରଚାର। ଅପମାନ କଥା ମୁହିଁ ସହି ନ ପାରିବି। ଅପମାନ ଅନଳରେ ମୁହିଁ ପୋଡ଼ି ହୋଇବି। ଭୀମସେନ ବୋଲୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ। ଶ୍ରୀକୃଷ୍ଣ ଆଶ୍ରାରେ ବର୍ତ୍ତି ଅଛୁ 5 ଭାଇ। ଏ କୁରୁସାଗର ମହାଦୁସ୍ତର ମଧ୍ୟରେ। ସମସ୍ତ ଜିଣିଛୁ ଆମ୍ଭେ ଯାହାଙ୍କ କୃପାରେ। ଯେଉଁ ପ୍ରଭୁ ସଂସାରର ସୃଷ୍ଟି ସ୍ଥିତି କର୍ତ୍ତା। ସର୍ବବିଘ୍ନ ନାଶକାରୀ ବିଧିର ବିଧାତା। ବ୍ରହ୍ମା ଇନ୍ଦ୍ର ରୁଦ୍ର ଯାର ଚରଣେ କିଙ୍କର। ସେ ପ୍ରଭୁଙ୍କ ଅନୁଗ୍ରହେ ବିଘ୍ନ କିବା ଛାର। ଶ୍ରୀହରିଙ୍କୁ ମନ ମଧ୍ୟରେ କରନ୍ତୁ ସ୍ମରଣ। ତାଙ୍କ ଦୟାରେ ଯଜ୍ଞ ହୋଇବ ପୂରଣ। ପାଣ୍ଡବଙ୍କ କର୍ତ୍ତା ବୋଲି ବିଖ୍ୟାତ ସଂସାରେ। ଯଜ୍ଞ ସଫଳ ହୋଇବ ତାହାଙ୍କ କୃପାରେ।
ଯେବେ ବ୍ୟାସଙ୍କ ଆଦେଶ କରିବ ହେ ଜାଗ, ଜାଗ ଅଶ୍ୱ କାହିଁ ଅଛି ପୁଛ ତାଙ୍କୁ ବେଗ। ଭୀମଙ୍କ ଏସନ ବାକ୍ୟ ବ୍ୟାସଦେବ ଶୁଣି, ବହୁତ ପ୍ରଶଂସା କରି ବୋଲୁଛନ୍ତି ବାଣୀ। ଯଜ୍ଞ ଅଶ୍ୱ ଅଛି ଯହିଁ ଶୁଣ ନୃପବର, ଏଠାକୁ ଅଟୋଇ 12 ଦିନ ପଥ ଦୂର। ଭଦ୍ରାବତୀ ନାମେ କପୁର ଯେ ଅଛଇ, ଯୁବନାଶ ନାମେ ରାଜା ସେ ରାଜ୍ୟ ପାଳଇ। ଯେବେ ସେହି ଯଜ୍ଞ ଅଶ୍ୱ ଆଣି ତୁ ପାରିବୁ, ତେବେ ଅଶ୍ୱମେଧ ଯଜ୍ଞ କରିପାରୁ ବାବୁ। ଯେ ବଣ ସ୍ଥାନରେ ସେହି ଅଶ୍ୱ ଅଛି ରହି, ଅମର ଗଣେ ଯିବାର ସାଧ୍ୟ ତହିଁ ନାହିଁ। ରାଜନନ୍ଦନ ସୁବେଗ ସଦା ସେ ସ୍ଥାନରେ, ସେ ଯଜ୍ଞ ଅଶ୍ୱକୁ ରକ୍ଷା କରୁଛି ଯତ୍ନରେ। ପିତା ଠାରୁ ବଳି ବିଷ୍ଣୁ ଭକ୍ତ ଅଟେ ସେହି, ଯଦ୍ୟପି ପାରିବୁ ସେହି ଅଶ୍ୱ ଆଣ ଯାଇ। ଆଉ ବିଳମ୍ବ ନ କରି ଆୟୋଜନ କର, ବିପ୍ର ନାରାୟଣ କହେ ଯୋଡ଼ିବେନି କର। ଭୀମସେନଙ୍କୁ ଭଦ୍ରାବତୀପୁରରୁ ଯଜ୍ଞ ଅଶ୍ୱ ଆଣିବା ନିମନ୍ତେ ଧର୍ମରାଜାଙ୍କ ଆଦେଶ। ଶୁଣ ଜନ୍ମେଜୟ ନୃପ ଏହି କଥା ଥରେ, ପାପ କଳ୍ମଷ ବିନାଶିବ ଶିବ ସ୍ୱର୍ଗରେ। ଧର୍ମରାଜ କୃଷ୍ଣଚନ୍ଦ୍ର ବେନିଙ୍କ ଚରିତ, ଏ ମହାଭାରତ ଗ୍ରନ୍ଥେ ହୋଇଛି ପୁରିତ। ଥରେ ମାତ୍ର କର୍ଣ୍ଣ ପଥେ ଶୁଣିବ ଯେ ନର, ସର୍ବ ପାପ ତାପ ତାର ଅଙ୍ଗୁ ହେବ ଦୂର। କିଏ ଭଦ୍ରାବତୀପୁରେ ଯିବ ଅଶ୍ୱ ପାଇଁ, ସହଦେବଙ୍କୁ ପୁଛିଲେ ଧର୍ମରାଜ ସାଇଁ। କର କୁଅ ନାହିଁ ସହଦେବ ବୋଲେ ଗିର, ଗଲେ ଆଣିବେ ସେ ଅଶ୍ୱବୀର ବୃକୋଦର। ଶୁଣି ଧର୍ମରାଜ ଭୀମସେନଙ୍କୁ ଡକାଇ, ଆଜ୍ଞା ଦେଲେ ସୈନ୍ୟ ଘେନି ଯାଅ ଅଶ୍ୱ ପାଇଁ। ହସି ବୀର ବୃକୋଦର ବୋଲନ୍ତି ବଚନ, ଲୋଡ଼ା ନାହିଁ ମୋର ସଙ୍ଗେ ଯିବା ପାଇଁ ସୈନ୍ୟ। ଯାହାର ସହାୟ ସ୍ୱୟଂ ଜଗତ ଠାକୁର, ତାର ଆଶ୍ରିତ ଜନର କାକୁଅ ବା ଡର। ଏକା ହୋଇ ମୁହିଁ ଭଦ୍ରାବତୀପୁରେ ଯାଇ, ଯଜ୍ଞ ଅଶ୍ୱକୁ ଏ ସ୍ଥାନେ ଆଣିବି ଅଡ଼ାଇ। ମୋର ଏହି ବାକ୍ୟ ସତ୍ୟ ଶୁଣ ନରବର, କିଛି ବିଘ୍ନ ହେବ ନାହିଁ ପ୍ରଭୁଙ୍କ ଦୟାର। ପ୍ରତିଜ୍ଞା କରୁଛି ଯେବେ ଅଶ୍ୱ ନ ଆଣିବି, ଅନ୍ତକାଳେ କୁମ୍ଭୀପାକ ନରକେ ପଡ଼ିବି। ଏକା କୃଷ୍ଣ ନାମ ଯେବେ ଥିବ ମୋ ଅନ୍ତର, ସତ ଭଦ୍ରାବତୀକୁ ମୁଁ ନ କରେ ଖାତର। ଏମନ୍ତ ପ୍ରତିଜ୍ଞା କରି ଭୀମସେନ ବୀର, ବସିଲେ କତୁନି ହୋଇ ନ ଦେଇ ଉତ୍ତର। ଭୀମସେନ ମନ କଥା ଜାଣି ଧର୍ମରାଜ, ବୋଲନ୍ତି ଏ କାର୍ଯ୍ୟ ବାବୁ ନୁହେଟି ସହଜ। ବିପଦେ ପଡ଼ିଛୁ ଭୀମ ମତି ଛନ ଛନ, ଜ୍ଞାତିବଦ୍ଧ ପାପୁ ଯେହ୍ନେ ହେବା ପରିତ୍ରାଣ। ଯୁବନାଶ ମହାଯୋଦ୍ଧା ବିଷ୍ଣୁଙ୍କ ଭକତ, ତାକୁ ଜିଣି ଅଶ୍ୱ ଆଣି ନୁହେଁ କଦାଚିତ। ବହୁତ ସୈନ୍ୟ ତାହାର ନିପୁଣ ସମରେ, ଯୋଦ୍ଧାମାନେ କିବା ତାକୁ ଜମ ଭୟ କରେ। ତୁମେ ଏକାକୀ ସେ ସ୍ଥାନେ କରିଲେ ଗମନ, କେଜାଣେ କି ହେବ ଭାବି ମନ ହେବ ଛନ। କାଳେ ସେଠା ବରେ ତୋତେ ପଡ଼ିବ ବିପଦ, ତହିଁ ପଠାଇବାକୁ ମନ ବଳଇ ହୃଦ। ଯୁଧିଷ୍ଠିରଙ୍କ ବାଣୀ ଶୁଣି କର୍ଣ୍ଣଙ୍କ ନନ୍ଦନ, କରପତ୍ର ଯୋଡ଼ି ଧୀରେ କହଇ ବଚନ। ଭୋଦେବ ଭୀମସେନଙ୍କୁ ଅଶୁଭନ ଭାବ, ତାଙ୍କର ସଖା ଅଟନ୍ତି ଦେବ ପଦ୍ମନାଭ। ମୋତେ ଅନୁମତି ଦିଅ ତାଙ୍କ ସଙ୍ଗେ ଯିବି, ଯୁବନାଶ ବୀରକୁ ମୁଁ ଯୁଦ୍ଧରେ ମାରିବି। ମୋହର କାମନା ପୂର୍ଣ୍ଣ କର ଧର୍ମଦେବ, ତୁମ୍ଭ କାର୍ଯ୍ୟ କଲେ ପ୍ରାଣ ସାର୍ଥକ ହୋଇବ। ବୃଷକେତୁ ଗିର ଶୁଣି ଭୀମସେନ ବୀର, ଗମ୍ଭୀର ଭାବେ ବୋଲନ୍ତି ବଚନ ମଧୁର। ଯେଉଁଦିନ ଠାରୁ ଅଛୁ ତୋ ପିତା କୁମାରୀ, ସେହିଦିନ ନୟନରୁ ବହୁ ଅଛି ବାରି।
ଶେଷକ ଭୁଲିଛୁ ମୁଖ ତୋହର ଦେଖିଣା, ବ୍ୟାକୁଳ ଅନ୍ତର କିଛି ଶାନ୍ତି ହୁଏ ଜାଣ। କର୍ଣ୍ଣପରା ଭାଇ ମାରି ମନେ ଯେଉଁ ତାପ, ଏକମାତ୍ର ତା ଜାଣନ୍ତି ଲକ୍ଷ୍ମୀଙ୍କ ନାୟକ। ଭୀମସେନ ବାଣୀ ଶୁଣି ବୃଷକେତୁ ବୀର, କୁହନ୍ତି ତିନି ହେ ଚିନ୍ତା ନ କର ପିଅର। ସେ ଜନ ସଂସାରେ ଜନ୍ମି ଭଲ କାର୍ଯ୍ୟ କରେ, ସବୁଦିନ ଲାଗି ତାକୁ ଭାବୁଥାନ୍ତି ନରେ। ମୋର ପିତା କର୍ଣ୍ଣ ବୀର ଧାର୍ମିକ ଅଟନ୍ତି, ଦୁର୍ଯ୍ୟୋଧନ ସ୍ନେହ ବଶ ସର୍ବଦା ଥାନ୍ତି। ଜାଣନ୍ତି ସେ ତୁମ୍ଭ ଅଟ ସୋଦର ତାଙ୍କର, ପ୍ରତିଜ୍ଞା ନଷ୍ଟ ହୋଇବ ଭାବିଣ ମନର। ଦୁର୍ଯ୍ୟୋଧନ ବାକ୍ୟ ଭଲ ମନ୍ଦ ନ ବିଚାରି, କରୁଥାନ୍ତି କାର୍ଯ୍ୟ ପିତା ପୁତ୍ର ସ୍ନେହ ଧରି। ପିତାଙ୍କ ସାହସେ ଦୁର୍ଯ୍ୟୋଧନ ବଳଦାନ, ଜାଣନ୍ତି ଏ କଥା ଏ ସଂସାରେ ସର୍ବଜନ। ଦ୍ରୌପଦୀକୁ କୁରୁ ସଭା ମଧ୍ୟକୁ ଆଣିଲେ, ଦୁଃଶାସନ ହସ୍ତେ ଉଲଗ୍ନ ସେ କରାଇଲେ। ଗୁପ୍ତ ଭାବରେ ବିରାଟ ଗୋଧନ ହରିଲେ, ଅର୍ଜୁନ ହସ୍ତରେ ତାର ଫଳ ଭୋଗ କଲେ। ଏ ସମସ୍ତ ମୂଳ କର୍ତ୍ତା ପିତାଙ୍କୁ ବୋଲନ୍ତି, ତାହାଙ୍କ କାର୍ଯ୍ୟକୁ ତେଣୁ ନିନ୍ଦା କରୁଥାନ୍ତି। ତାହାଙ୍କୁ ବିନାଶୀ ଦିବ୍ୟ ଗତି ଦେଇଅଛ, ଶ୍ରୀକୃଷ୍ଣ ଆଗରେ ମରିଗଲେ ସ୍ୱର୍ଗଲୋକ। କାଚ ପିନ୍ଧି ନାରୀ ମାନେ ପୁଣି କିଛି ଦିନେ, ବଦଳା ବଦଳି କରୁଥାନ୍ତି ଯଥାସ୍ଥାନେ। ସେହିପରି ଅର୍ଜୁନ ସମରେ ମୋର ପିତ, ସର୍ବବହି ମନେ ଶେଷେ ହୋଇଲେ ନିପାତ। ଅର୍ଜୁନ ରଥେ ସାରଥି କୃଷ୍ଣଚନ୍ଦ୍ର ଥିଲେ, ଚାହିଁ ତାଙ୍କୁ ପିତା ମୋର ବୈକୁଣ୍ଠକୁ ଗଲେ। ଫଳହୀନ ବୃକ୍ଷ ଯଦି ଥିବ ଅଗଣାରେ, ତାକୁ ନ ପୁଛନ୍ତି ଜନେ ଯେ ବଣ ପ୍ରକାରେ। ସେହିପରି ମୋର ପିତାର ଦୟା ଯେ ଜାଣ, ପବିତ୍ର କରିଲେ ତାହା ନର ନାରାୟଣ। ଅର୍ଜୁନ ସ୍ୱରରେ ପିତା ମୃତ୍ୟୁ ସମୟରେ, ବାସୁଦେବ ମୂର୍ତ୍ତି ଦେଖି ବସିଲେ ଅମରେ। ଏ ସଂସାରେ ପିତାଙ୍କର ଯଶ ବ୍ୟାପୀ ଅଛି, ମୁଁ ସାହାଯ୍ୟ ଦେଲେ ତାହା ପ୍ରକାଶିବ କିଛି। ଆହେ ଦେବ ଭୀମସେନ ମୋର ବାଣୀ ଶୁଣ, ଯଜ୍ଞ ଅଶ୍ୱ ଆଣିବାକୁ ନିଅ ସଙ୍ଗ ତେଣ। ପିତାଙ୍କ ବିନାଶ କଥା ଛାଡ଼ ବୀରବର, ମଲା ଗଲା ଦୁଇ ଅଟେ ଭାବିବା ଓସାର। ଅଶ୍ୱ ଆଣିବାକୁ ଯେବେ ମୋତେ ସଙ୍ଗେ ନେବ, ସେହି କଥା ମାନ ତେବେ କହିବି ମୁଁ ସର୍ବ। ମୋତେ ସୁପୁତ୍ର ବୋଲିଣ ସମସ୍ତେ କହିବେ, ପିତା ବୀର ପଣ ରହିଅଛି ପୁତ୍ର ଠାବେ। ସଙ୍ଗେ ନିଅ ବୀର ମୋତେ ଭଦ୍ରାବତୀପୁର, ଘୋର ରଣ କରି ନ ଆଣିବା ଅଶ୍ୱବର। ବୃଷକେତୁ ବାଣୀ ଶୁଣି ବୀର ଭୀମସେନ, ଅତି ଆନନ୍ଦରେ ତାକୁ କଲେ ଆଲିଙ୍ଗନ। ତାହାକୁ ବୋଧିଣ ବୀର ବର ଭୀମସେନ, ଘଟୋତ୍କଚ ସୁତେ ଚାହିଁ ବୋଲନ୍ତି ବଚନ। ଆରେ ବାବୁ ମେଘବର୍ଣ୍ଣ ଘଟୋତ୍କଚ ସୁତ, ଆମ୍ଭ କାର୍ଯ୍ୟ ତୋର ପିତା କରିଛି ବହୁତ। ସମସ୍ତଙ୍କୁ ବନବାସେ ପିଠିରେ ବସାଇ, ଗନ୍ଧମାର୍ଦ୍ଦନ ପର୍ବତେ ପହଞ୍ଚିଲା ନେଇ। ଆଶ୍ୱାସ କରିଣ ସର୍ବ ଦୁଃଖ ବିନାଶିଲା, ମହାବଳଶାଳୀ ଜାଣ ତୋର ପିତା ଥିଲା। ତୋ ପିତାକୁ ଯେଉଁ ଦିନୁ ହରାଇଛି ମୁହିଁ, ତୋତେ ମାତ୍ର ଦେଖି କରି ଦେହ ଧରି ଛୁଇଁ। ଆରେ ବାବୁ ମେଘବର୍ଣ୍ଣ ସାବଧାନ ଥିବୁ, ନବରରେ ଧର୍ମରାଜେ ରକ୍ଷା ତୁ କରିବୁ। ବୃଷକେତୁ ବୀରକୁ ମୁଁ ସଙ୍ଗେ ଘେନି ଯିବି, ଯୁବନାଶ ମାରି ଯଜ୍ଞ ଅଶ୍ୱ ମୁଁ ଆଣିବି। ଯେ ପର୍ଯ୍ୟନ୍ତ ବୃଷକେତୁ ଆମ୍ଭେ ନ ଫେରିବୁ, ସେ ପର୍ଯ୍ୟନ୍ତ ଅର୍ଜୁନକୁ ସାହାଯ୍ୟ କରିବୁ। ମେଘବର୍ଣ୍ଣ ବୋଲଇ ଶୁଣ ହେ ପିତାମହ, ରଖିବି ମୁଁ ମୋର ଘର ଏଥିକି ସନ୍ଦେହ। ଆପଣଙ୍କ ବିର୍ଜୁ ଜାତ ଆମ୍ଭର ପିଅର, ଯଶ ରଖିଛନ୍ତି ତେଣୁ ଏହି ମଞ୍ଚପୁର।
ପୁତ୍ରର କାର୍ଯ୍ୟ ଅଟଇ ଏହୁ ସଂସାରରେ, ପିତାର କାର୍ଯ୍ୟ କରିବା ଅଟଇ ବିଧିରେ, ତୁମ୍ଭର ଅଟଇ ମୋହି ପୁତ୍ରର ଯେ ପୁତ୍ର, ତୁମ୍ଭ କାର୍ଯ୍ୟ କରିବାର ଅଟେ ମୋ ଉଚିତ। ନାନା ଆଡୁ ବର୍ଷା ପାଣି ବହିଣ ଆସଇ, ନଦୀରେ ସେ ଯେ ପର୍ଯ୍ୟନ୍ତ ମିଳିଣ ନଥାଇ, ଅପବିତ୍ର ହୋଇଥାଏ ସେ ପର୍ଯ୍ୟନ୍ତ ସେହି, ମିଶିଲେ ନଦୀର ତୀର୍ଥ ଜଳ ସେ ବୋଲାଇ, ତହିଁ ସ୍ନାନ କରି ଜନେ ହନ୍ତି ପାପୁ ମୁକ୍ତ, ନଦୀରେ ନ ମିଶିଥିଲେ ନ ବୁଡ଼ାନ୍ତି ହାତ, କୁହନ୍ତି ଏ ଅପବିତ୍ର ଜଳେ ହାତ ଦେଲେ, ପାପ ବୃଦ୍ଧି ହେବ ନିଶ୍ଚୟ ପଡ଼ିବା ନର୍କରେ। ସେହିପରି ଅସାଧୁ ଯେ ସାଧୁ ସଙ୍ଗ କଲେ, ସାଧୁ ହୁଏ ସେହି ପାପୀ ପାପ ଯାଏ ହେଳେ। ଗୌତମ ତପୀଙ୍କ ନାରୀ ଅହଲ୍ୟା ସୁନ୍ଦରୀ, ରାମପାଦ ପଦ୍ମ ଲାଗି ଗଲେ ସେ ଉତ୍ତରୀ, ଆବରକୁ ବୁଝା ନାରୀ ଥିଲା ମଥୁରାର, ଶ୍ରୀକୃଷ୍ଣଙ୍କ ହାତ ବାଜି ହୋଇଲା ସୁନ୍ଦର, ସେହିପରି ପିତାମହୀ ହିଡ଼ିମ୍ବି ରାକ୍ଷସୀ, ପବିତ୍ର ହୋଇଲେ ତୁମ୍ଭ ଅଙ୍ଗେ ଅଙ୍ଗ ମିଶି, ତାହାର ଗର୍ଭରୁ ଜନ୍ମ ହେଲେ ଆମ୍ଭ तात, ହିସାବରେ ତୁମ୍ଭର ସେ ବୋଲାଇଲେ ସୁତ, ତୁମ୍ଭର କାର୍ଯ୍ୟ କରିବା ବିହିତ ତାଙ୍କର, ମୋର ଏ କଥାକୁ ଘେନ ଆହେ ବୀରବର, ମୋତେ ଦୟା କରି ତବ ସଙ୍ଗତରେ ନିଅ, ମୁହିଁ ତୁମ୍ଭର ଅଟଇ ପୁଅର ଯେ ପୁଅ, ଏ ମୋହର ବିନତି ହେ ଘେନିବା ଗୋସାଇଁ, ତୁମ୍ଭ ସଙ୍ଗେ ଭଦ୍ରାମତୀ ପୁର ଯିବି ମୋହି, ବୃଷକେତୁ ତୁମ୍ଭେ ଦୁହେଁ ସମର କରିବ, ସେ ସମୟରେ ଯୌବନାଶ୍ଚ ନୃପ ରହିଥିବ, ଏହି ସମୟରେ ମୁହିଁ ଯିବି ତା ପୁରକୁ, ଯଜ୍ଞାଶ୍ଵ ଆଣି ଭେଟିବି ଯୁଧିଷ୍ଠିର ନୃପକୁ, ଏକଥା ମୋହର ସତ୍ୟ ହୋଇଲା ନିକର, ତିନି ଜଣ ଯାକ ଯିବା ଭଦ୍ରାବତୀ ପୁର, ଯୁଧିଷ୍ଠିର ଦେବଙ୍କ ପାଶୁ ବିଦାୟ ମାଗିଣ, ଭଲ ବେଳ ଦେଖି तात ଚାଲନ୍ତୁ ବହନ, ଶ୍ରୀକୃଷ୍ଣଙ୍କୁ ମନ ମଧ୍ୟେ କର ସୁମରଣ, ସକଳ ବିପଦ ମାନ ହୋଇବ ଦହନ, ତାଙ୍କ ଦୟା ହେଲେ ସବୁ ଠାରେ ହେବ ଜୟ, ତାଙ୍କ ନାମ ଧରି ଚାଲ ହୋଇବ ବିଜୟ, ଶ୍ରୀକୃଷ୍ଣ ସୁମରି ଶୁଭ ବେଳେ ଯାତ୍ରା କଲ, ନାନା ବିଘ୍ନ ଥିଲେ କିଛି ନ ହେବ ଆମ୍ଭର, ଏହା ଶୁଣି ଭୀମ ତାଙ୍କୁ ପ୍ରଶଂସା କରିଲେ, ଧନ୍ୟ ଘଟୋତ୍କଚ ସୁତ ବୋଲିଣ ବୋଇଲେ, ଯାହା କହୁଅଛୁ ତୁହି ଆମ୍ଭର ଯେ ହିତ, ଚାଲ ତିନି ବୀରେ ଯିବା ହୋଇଣ ତ୍ୱରିତ, ଯୁଧିଷ୍ଠିର ଦେବଙ୍କୁ ଯାଇ ଜଣାଇଲେ ଭୀମ, ମେଘବର୍ଣ୍ଣ ବୃଷକେତୁ ଯିବେ ମୋ ସଙ୍ଗେଣ, ଆମ୍ଭଙ୍କୁ ତେମନ୍ତ ଆଜ୍ଞା ଦିଅ ହେ ବହନ, କାର୍ଯ୍ୟ ସିଦ୍ଧି କରୁ ଦେବ କରନ୍ତୁ କଲ୍ୟାଣ, ଧର୍ମରାଜନ ଶୁଣିଣ ହରଷ ହୋଇଲେ, ଆଲିଙ୍ଗନ କରି ତାଙ୍କ ବଚନ ଭାସିଲେ, ତୁ ଯାହା କହିଲୁ ବାବୁ ଚିତ୍ତ ଅଟଇ, ଏକାକୀ ଶତ୍ରୁପୁରକୁ ଯିବା ନ ଯୋଗାଇ, ଚାଲ ବ୍ୟାସଦେବଙ୍କୁ ସମସ୍ତ ଜଣାଇବା, ତାଙ୍କ ଆଜ୍ଞା ମାନି ସବୁ କାର୍ଯ୍ୟ ହିଁ କରିବା, ଏହା ଶୁଣି ସମସ୍ତେ ଯେ ମେଳ ହୋଇଗଲେ, ବ୍ୟାସଦେବଙ୍କ ଚରଣ ତଳରେ ନମିଲେ, ବ୍ୟାସଙ୍କ ଚରଣେ ବହୁ ବିନୟ ହୋଇଣ, ଅନ୍ତପୁର ମଧ୍ୟେ ତାଙ୍କୁ ଆଣିଲେ ତକ୍ଷଣ, ବ୍ୟାସଦେବ ଅନ୍ତପୁରେ ପ୍ରବେଶ ହୋଇଲେ, ଭକ୍ତି ଭରେ ଧର୍ମ ସନ୍ନ୍ୟାସନେ ବସାଇଲେ, ସମସ୍ତେ ମିଳିଣ ତହିଁ କରନ୍ତି ବିଚାର,
ଯଜ୍ଞ ଅଶ୍ୱକୁ ଆଣିବା କେମନ୍ତ ପ୍ରକାର। ଯୁଧିଷ୍ଠିର ଦେବ ବୋଲନ୍ତି ମୋର କଥା ଶୁଣ, ଜ୍ଞାତିବଦ୍ଧ ପାପ ସଦା ଦହେ ମୋର ମନ। କିପରି ସେହି ପାପରୁ ହୋଇବି ଉଦ୍ଧାର, ତାହାର ଉପାୟ ଶୀଘ୍ର କର ତପିବର। ଶ୍ରୀକୃଷ୍ଣ ବ୍ୟତୀତ ମୋର ଅନ୍ୟ ସାହା ନାହିଁ, ଏଥୁ ଉଦ୍ଧାରିବେ ଏକା ସେହି ଭାବଗ୍ରାହୀ। ମୋତେ ଯେତେବେଳେ ମହାବିପତ୍ତି ପଡ଼ଇ, ସେ କାଳେ ଆସି ରଖନ୍ତି ସତ୍ୟଭାମା ସାଇଁ। ଦ୍ରୌପଦୀଙ୍କୁ ଯେ ସମୟେ ବିବଶ ନ କଲେ, କୋଟି ବସ୍ତ୍ର ଦେଇ ସେହି ଲଜ୍ଜାରୁ ତାରିଲେ। ଯତୁ ଗୃହବାହ କାଳେ ହୋଇଲେ ସେ ସାହା, ଦୁଃଖୀର ଦୁଃଖ ହରଣ କର୍ତ୍ତା ଚଉବାହା। ବିଶ୍ୱାସେ କୁମ୍ଭୀର ଗଜେ ଦେଲା କବିପତି, ଗଜ ଆତଙ୍ଗେ ଡାକିଲେ ରଖ ଶ୍ରୀପତି। ଗଜ ଅନ୍ତର ବେଦନା ଜାଣି ଶ୍ରୀଧର, ରକ୍ଷା କଲି ଟେକି ଦେଲେ କର। ଚକ୍ରପେଶୀ ନକ୍ର ମୁଣ୍ଡ କାଟିଲେ ଶ୍ରୀହରି, ଉଦ୍ଧାର କରି ଗଜକୁ ଚକ୍ର କଲା ଫେରି। ବନରେ ହରିଣୀକୁ ରଖିଲେ ନାରାୟଣ, ଜ୍ଞାତିବଦ୍ଧ ପାପ ପ୍ରଭୁ କରିବେ ମୋଚନ। ଏତେ କହି ଧର୍ମରାଜ ମନେ ଚିନ୍ତା କଲେ, ଅନ୍ତର୍ଯ୍ୟାମୀ ସ୍ୱାମୀ ତାହା ଅନ୍ତରେ ଜାଣିଲେ। ଭାବିଲେ କି ହସ୍ତିନାରେ ବିପତ୍ତି ପଡ଼ିଲା, କିମ୍ପାଇଁ ଯୁଧିଷ୍ଠିର ଦେବ ମୋତେ ସୁମରିଲା। ଏହା ପାଞ୍ଚି ନନ୍ଦୀ ଘୋଷ ରଥରେ ଚଢ଼ିଲେ, ରାତ୍ରେ ଯାଇ ହସ୍ତିନାର ସିଂହ ଦ୍ୱାରେ ହେଲେ। ଦ୍ୱାରୀକୁ ଚାହିଁ ବୋଲନ୍ତି ପ୍ରଭୁ ଭଗବାନ, ରାଜାଙ୍କୁ ଦେଖା କରିବୁ ଅନୁମତି ଆଣ। ବୋଲିବୁ ଦ୍ୱାରକାପତି କୃଷ୍ଣ ଆସିଛନ୍ତି, ତୁମ୍ଭ ଦର୍ଶନ କରିବେ ଦେଲେ ଅନୁମତି। ନୃପତିଙ୍କ ଅବସର ଦେଖି ଆସ ତୁହି, ଶାସ୍ତ୍ରରେ ରାଜ ଦର୍ଶନ ଅନୁମତି ହୋଇ। ଶୁଣି ଦ୍ୱାର ରଖି ଯାଇ କହିଲା ରାଜାରେ, ଭୋଦେବ ଦ୍ୱାରକାପତି ବିଜେ ସିଂହ ଦ୍ୱାରେ। ବୋଇଲେ ରାଜା ଦେଶେ କରିବି ଦର୍ଶନ, ବିନା ଦେଶେ ଯିବା ନୁହେଁ ଶାସ୍ତ୍ରର ବିଧାନ। ଯୁଧିଷ୍ଠିର ଦେବ ଶୁଣି ଦ୍ୱାରୀକୁ ବୋଇଲେ, କହିବୁ ମୋ କଥା ମନେ ରଖିଥାଅ ଭଲେ। ଅଶେଷ ବ୍ରହ୍ମାଣ୍ଡ କର୍ତ୍ତା ଯେଉଁ ଚକ୍ରଧର, ମୋ ପରି ପତିତ ନାମ ସ୍ମରନ୍ତି ଯାହାର। ମହାପାପୀ ଯାର ନାମ ଭଜନ କରିଣ, ପାପରୁ ମୁକ୍ତ ହୋଇଣ ବସନ୍ତି ସ୍ୱର୍ଗେଣ। ଯାଜ୍ଞାରେ ବଚରାଚର ହୁଏ ଆତଜାତ, ଯାହାଙ୍କ କୃପାରେ ମୁଁ ହୋଇଛି ନରନାଥ। ସଞ୍ଚିଲାର ପ୍ରାଣୀ କେବେ କୌଣସି କାଳରେ, ପ୍ରଭୁଙ୍କୁ ଆଦେଶ ଦେଇ ପାରେ ଆସିବାରେ। ନାମ ତାଙ୍କ ଭାବଗ୍ରାହୀ ଭକ୍ତ ଭାବେ ବନ୍ଧା, ନିଜ ଇଚ୍ଛାରେ ଆସିବେ ଥିଲେ ମୋତେ ଶ୍ରଦ୍ଧା। ଏ ଅଧମ ତାଙ୍କୁ କିବା ଅନୁମତି ଦେବ, ଦାସ ପରେ କୃପା ହେଲେ ଆସିବେ ମାଧବ। ଏମନ୍ତ ଶୁଣିଣ ଦୂତ ପଦ୍ମପାଦେ ପଡ଼ି, ଯୁଧିଷ୍ଠିରଙ୍କ କଥା ମାନ କହିଲା କଫେଡ଼ି। ଆବର ବୋଇଲା ହେ ପ୍ରଭୁ ଦଇତାରି, ବସିଛନ୍ତି ଭୀମାର୍ଜୁନ ସର୍ବେ ଆଦି କରି। ଆପଣଙ୍କୁ ଚିନ୍ତା କରୁଅଛି ନର ରାଣ, ତାଙ୍କ ମନ ବାଞ୍ଛା ପ୍ରଭୁ କରିବ ପୂରଣ। ଏସ ନବାରତା ଦ୍ୱାର ପାଳ କୃଷ୍ଣେ କହି, ସଙ୍ଗେ ଘେନି ଗଲା ଯୁଧିଷ୍ଠିର ଛନ୍ତି ରହି। ଦ୍ୱାରେ ଉଭା କରାଇଣ ରାଜାଙ୍କୁ କହଇ, ଭୋଦେବ ଦ୍ୱାରକାନାଥ ଦ୍ୱାରେ ଛନ୍ତି ରହି। ଶୁଣି ଯୁଧିଷ୍ଠିର ଭାବିଲେ କରୁଣା ମଠାରେ, ମୁହିଁ ସୁମରନ୍ତେ ଆସି ମିଳିଲେ ନିଶାରେ। ଜାଣିଲି ମୁଁ ଯଜ୍ଞ ମୋର ସଫଳରେ ହେବ, ଏହି ଦୟା ମୋହଠାରେ ଯଦି ପ୍ରଭୁ ଥିବ। ଏମନ୍ତ କହି ଯୁଧିଷ୍ଠି ଆସନ ଉଠିଲେ, ଭାଇମାନଙ୍କୁ ଘେନିଣ ଦ୍ୱାରେ ଉଭା ହେଲେ। ଦେଖିଲେ ବିଜୟ କରିଛନ୍ତି ଚକ୍ରଧର,
ଶିରେ ଶିଖି ପୁଛ ହସ୍ତେ ମୁରଲି ସୁନ୍ଦର। ଯୁଧିଷ୍ଠିରଙ୍କୁ ଦେଖି ପ୍ରଭୁ ନମସ୍କାର କଲେ। ଅନ୍ୟ ଚାରି ଭାଇ କୃଷ୍ଣ ପାଦେ ପ୍ରଣମିଲେ। ଶ୍ରୀକୃଷ୍ଣଙ୍କୁ ଯୁଧିଷ୍ଠିର କରିଲେ କୋଳାଗ୍ରତ। ସ୍ନେହ ଭରେ ଆଲିଙ୍ଗନ କରିଲେ ତୁରିତ। ଦରିଦ୍ର ନିଧି ରତନ ପାଇଲା ପରାଏ। କୃଷ୍ଣ ଦେଖି ସେହି ମତ ହେଲେ ଧର୍ମରାଏ। ଯୁଧିଷ୍ଠିରଙ୍କ ନୟନ ପ୍ରେମ ଅଶ୍ରୁ ବହି। ଶ୍ରୀକୃଷ୍ଣଙ୍କ ଶରୀର ଯେ ତିନ୍ତି ଗଲା ତହିଁ। ଭୀମ ଅର୍ଜୁନ ନକୁଳ ସହଦେବ ଆଦି। କୃଷ୍ଣଙ୍କୁ ଦେଖିଣ ମଣିଲେ କକୋଟି ନିଧି। ଦ୍ରୌପଦୀ ଆସି କୃଷ୍ଣଙ୍କୁ ବନ୍ଦାପନା କଲେ। ସର୍ବେ ମିଳି ଦିବ୍ୟସନେ ନେଇ ବସାଇଲେ। ଅର୍ଘ୍ୟ ପଦ୍ମ ପାଦେ ଦେଇ ପୂଜା କଲେ ନେଇ। ପାଣ୍ଡବଙ୍କ ଭକ୍ତି ଦେଖି ତୋଷ ଲକ୍ଷ୍ମୀ ସାଇ। ସମସ୍ତ ପାଣ୍ଡବ ମାନେ ମନେ ବିଚାରନ୍ତି। ଆମ୍ଭମାନଙ୍କ ଭାବନା ଶ୍ରୀକୃଷ୍ଣ ଜାଣନ୍ତି। ଦେଖ ଏବେ ଜ୍ୟେଷ୍ଠ ଭାଇ ଭାବିଲେ ନିଶାରେ। ପାଣ୍ଡବ ରକ୍ଷଙ୍କ ହରି ମିଳିଲେ ଠାରେ। ଯୁଧିଷ୍ଠିର ବୋଲନ୍ତି ପ୍ରଭୁ ଶୁଣ ମୋର ଗିର। ସର୍ବଦା ମୋ ମନେ କଷ୍ଟ କମଳାର ବର। ବିପଦେ ତୁମ୍ଭଙ୍କୁ ଚିନ୍ତା କଲେ ମୋ ମନରେ। ତତ୍କାଳେ ପ୍ରବେଶୀ ବିପଦରୁ ତାର ହେଳେ। ଦ୍ରୌପଦୀ ବୋଇଲେ ପ୍ରଭୁ ଶୁଣ ମୋ ବଚନ। ଦୁର୍ଯ୍ୟୋଧନ ଯୋଗେ ଆମ୍ଭେ ସର୍ବେ ଗଲୁ ବନ। ଦୁର୍ବାସା ଋଷି ଅୟୁତେ ଶିଷ୍ୟ ସଙ୍ଗେ ନେଇ। ଆମ୍ଭେ ଥିବା ସ୍ଥାନେ ଆସି ମିଳିଲେ କତହିଁ। ସେମାନଙ୍କ ଚର୍ଚ୍ଚା କରିବାକୁ ନାହିଁ କିଛି। ବନରେ ବୁଲୁଛୁ ଆମ୍ଭେ ହୋଇ ନିରିମାଖି। ଫେରାଇଲେ ଋଷି କୋପ କରିବେ ଆମ୍ଭଙ୍କୁ। ଉପାୟ ନ ଦେଖି ପ୍ରଭୁ ଚିନ୍ତିଲେ ତୁମ୍ଭଙ୍କୁ। ସେହି କାଳେ ତୁମ୍ଭେ ଆସି ପ୍ରବେଶ ହୋଇଲ। ଶାକନ କଣିକାଏ ଗର୍ଭକୁ ଖେପିଲ। ଶାକନ ଯହୁଁ ପ୍ରଭୁ ଭୋଜନ କରିଲେ। ଅମୃତ ଭକ୍ଷିଲା ପ୍ରାୟ ଋଷିଏ ମଣିଲେ। ସନ୍ତୋଷ ହୋଇଣ ସର୍ବେ କରିଲେ କଲ୍ୟାଣ। ନିଜ ମନ୍ଦିରକୁ ଗଲେ ହୋଇ ତ ସମନ। ଆପଣ ନ ରଖିଥିଲେ ଋଷିଙ୍କ ଶାପରେ। ପାଣ୍ଡବେ ବିନାଶ ହୋଇଥାନ୍ତେ ସେ କାଳରେ। ଦୁଶାସନ ଦୁଷ୍ଟ ମତେ ସଭାର ତଳରେ। ଉଲଗ୍ନ କରିବା ଲାଗି କଲା ମନେ ପଣ। ତବ ପାଦ ପଦ୍ମେ ଚିନ୍ତା କଲି ନାରାୟଣ। ମୋହର ମନ ବେଦନା ଜାଣିଲ ଶ୍ରୀହରି। ଏଡ଼େ ବଡ଼ ବିପଦରୁ ରକ୍ଷା କଲ ହରି। ଆକାଶ ମଣ୍ଡଳ ଘୋଟି ଗଲା ତବ ରୂପ। ଦୋଷା ଦେଖି ନ ପାରିଲା ମୋହର ସ୍ୱରୂପ। ସଭାଜନ ମାନେ ରୂପ ଦେଖି ନ ପାରିଲେ। ବାର ଘଡ଼ି ଯାଏ ଦୁଃଶାବସନ ଫେରିଲେ। ଲୁଗା ଟାଣି ଟାଣି ବ୍ୟସ୍ତ ହେଲା ଦୁଃଶାସନ। କିୟ ପୂର୍ବ ମାୟା ତୁମ୍ଭେ କରିଲ ରଚନ। ଏହା ଦେଖି ସର୍ବଜନେ ଆଚମ୍ବିତ ହେଲେ। ତୁମ୍ଭ ପ୍ରସାଦରୁ ଦୁଃଖ ନାହିଁ ଆମ୍ଭ ତିଳେ। ଏପରି ଲଜ୍ଜା ସାଗରୁ କରିଅଛ ପାର। ତବ ଗୁଣ ବନିବାକୁ ଶକ୍ତି ଯେ କାହାର। ତୁମ୍ଭର ଭିଆଣ ପ୍ରଭୁ ଅଟଇ ତ୍ରିପୁର। ଦୁଷ୍ଟ ନାଶୀ ସନ୍ଥ ଜନ ପାଳନ ଯେ କର। ସାଧୁଙ୍କୁ ମହାବିପତ୍ତି ପଡ଼ଇ ଯେ କାଳେ। ତୁମ୍ଭଙ୍କୁ ସ୍ମରିଲେ ନାଶ ଯାଏ ଅବହେଳେ। ଦେବକୀ ଗର୍ଭୁ ସମ୍ଭୂତ ବସୁଦେବ ସୁତ। ବାସୁଦେବ ନାମ ତୁମ୍ଭ ବ୍ରହ୍ମାଣ୍ଡେ ବିଖ୍ୟାତ। ଭକତ ବତ୍ସଳ ନାଥ ଅର୍ଜୁନର ଥରେ। ସାରଥି ହୋଇ ପାଣ୍ଡବେ ରଖିଲ ସଂସାରେ। ଦ୍ରୌପଦୀ ଦେବୀଙ୍କ ବାଣୀ ଶ୍ରୀକୃଷ୍ଣ ଶୁଣିଣ। ବୋଇଲେ ଧନ୍ୟ ପାଞ୍ଚାଳି ଜନ୍ମ ତୋର ଧନ୍ୟ। ଧନ୍ୟ ତୋର ମାତା ଧନ୍ୟ ତୋର ଯେ ଭର୍ତ୍ତା। ଧନ୍ୟରେ ସୁନ୍ଦରୀ ଧନ୍ୟ ତୋର ବୁଦ୍ଧିଦାତା।
ଏହା କହି ଶ୍ରୀକୃଷ୍ଣ ବୋଲନ୍ତି ଯୁଧିଷ୍ଠିରଙ୍କୁ, କାହିଁ ପାଇଁ ରାତ୍ରେ ଚିନ୍ତା କରିଲ ଆମ୍ଭଙ୍କୁ। ଯୁଧିଷ୍ଠିର ବୋଲନ୍ତି ପ୍ରଭୁ ଶୁଣ ମୋର ଗିର, ତୁମ୍ଭଙ୍କୁ ନ ଦେଖି ମୋର ଚିନ୍ତା ଗୁରୁତର। ଜ୍ଞାତିବୋଧ ପାତ କରେ ହୋଇଲ ହିଁ ଘାରି, ଅଶ୍ୱମେଧ ଜାଗେ ମନ ବଳିଛି ମୋହରି। ଜାଗ ଅଶ୍ୱ କଥା ଭୀମ ବ୍ୟାସେ ପଚାରିଲେ, ବ୍ୟାସଦେବ ଯୁବନାଶ ଅଶ୍ୱକୁ କହିଲେ। ସେ ଅଶ୍ୱ ଆସିବ ଯେବେ ଯଜ୍ଞ କାର୍ଯ୍ୟ ହେବ, ତା ନହିଲେ ଯଜ୍ଞ ହୟ କାହିଁ ନ ମିଳିବ। ତବ ଭରସାରେ ଭୀମ କରିଅଛି ପଣ, କହିଛି ଆଣିବ ସେହୁ ଅଶ୍ୱକୁ ବାନ୍ଧିଣ। ଏ ନିମନ୍ତେ ତୁମ୍ଭଙ୍କୁ ମୁଁ ଚିନ୍ତିଲି ମନରେ, ମୋର ପୂର୍ବ ଭାଗ୍ୟେ ପ୍ରଭୁ ମିଳିବ ରାତ୍ରରେ। ହେ ଶ୍ରୀପତି ତୁମ୍ଭେ ଅଶ୍ୱମେଧ ଯଜ୍ଞ କର, ଜ୍ଞାତିବଦ୍ଧ ପାପ ମୋର ହୃଦୟରୁ ନିବାର। ସେ ଯଜ୍ଞ କରନ୍ତେ ପାପୁ ହୋଇ ବିମୁଖତ, କିପରି ଏ ଯଜ୍ଞ ହେବ କୁହ ଜଗନ୍ନାଥ। ଶ୍ରୀକୃଷ୍ଣ ବୋଲନ୍ତି ତୁମ୍ଭେ ଶୁଣ ଧର୍ମରାଣ, ଯଜ୍ଞ କରିବାକୁ କିସ ଭାବିଛ ଆପଣ। ଭାରତ ଯୁଦ୍ଧେ ଦେଖିଛ ମହାରାଜା ମଲେ, କାହା ସାହାଯ୍ୟରେ ଜୟୀ ହେଲ ତୁମ୍ଭେ ଭଲେ। ଏତେ କହି ମନେ ବିଚାରିଲେ ଚକ୍ରଧର, ବୋଇଲେ ଭୀମସେନକୁ ଡକାଅ ସତର। ଯେବେ ସତ୍ୟ କରିଛି ସେ ଅଶ୍ୱଦେବ ଆଣି, କ୍ରୋଧ ବଢ଼ିବ ତାହାର କଟୁ ବାକ୍ୟ ଶୁଣି। ଆମ୍ଭ ବଚନରେ କ୍ରୋଧ ହେବ ବୃକୋଦର, ଅଶ୍ୱ ନ ଆଣିଲେ ଯଜ୍ଞ ନ ହେବ ନିକର। ଏମନ୍ତ ବିଚାରି ମନେ ହସନ୍ତି ଶ୍ରୀଧର, ଡାକନ୍ତେ ଯୁଧିଷ୍ଠିର ଆସିଲେ କଭୀମ ବର। ଭୀମସେନକୁ ବୋଲନ୍ତି ପ୍ରଭୁ ଜଗନ୍ନାଥ, ବୁଦ୍ଧି ଶୁଦ୍ଧି ନାହିଁ କିଛି ଭୋଜନ ବ୍ୟତୀତ। ଭଲ କିବା ମନ୍ଦ କିଛି ମାତ୍ର କନ ଜାଣ, ସଦା ସର୍ବଦା ଭାବନା ଉଦର ପୂରଣ। ଜ୍ୟେଷ୍ଠ ଭ୍ରାତାଙ୍କର ଅନୁତାପ ନିବାରଣେ, ସେ ଭାବନା ନ ପଶୁଛି କେଭେ ତବ ମନେ। ଆହେ ଦେବ ଯୁଧିଷ୍ଠିର ଏହା ଭରସାରେ, ପାପ ମୁକ୍ତ ହୋଇଯିବ ବୈକୁଣ୍ଠପୁରେ। ଏ କଥା କେବେ ହେ ମନେ ନ ଭାବ ରାଜନ, ଯାହାର କୁବୁଦ୍ଧି ଆଚରଣ ବିଡ଼ମ୍ବନ। ହିଡ଼ିମ୍ବା ଅସୁରୀ ଯହୁଁ ଦେଖିଲା ଏ ନେତ୍ରେ, ପାପ ପ୍ରଣୟ କରିଲା ତାହାର ସଙ୍ଗତେ। ଶାସ୍ତ୍ରର ନିୟମ ଏ ଯେ ଶୁଣ ଦେଇ ମତି, ଛୋଟି ବଧିର ଅନ୍ଧ ଯେ ରମେ ନିଚ ଜାତି। କାମିନୀ ବର୍ଜିତ ପତି ପିତା ଘରେ ନାରୀ, ଏମନ୍ତ ନାରୀଙ୍କ ସଙ୍ଗେ ବିହାର ନ କରି। ହିଡ଼ିମ୍ବା ଅସୁର ଜରାସନ୍ଧ ବକାସୁର, ତାକୁ ମାରିଥିଲା ଭୀମ କରିଣ ସମର। ସେମାନେ ଅଟନ୍ତି ଭୀମ ଠାରୁ ବଳବାନ, ମୋ ସକାଶେ ଭୀମ ତାହାଙ୍କର ନେଲା ପ୍ରାଣ। ଯୁବନାଶ ମହାବୀର ଅଟେ ତିନି ପୁରେ, ଇନ୍ଦ୍ର ବରୁଣ କୁବେର ଯମ ଭୟ କରେ। ତାକୁ ଜିଣି ଭୀମ ଯାହା ଅଶ୍ୱ ଆଣି ଦେବ, ବୃଥା ଭାବନା କରିଛ ହଟ ହଟା ହେବ। ମୋହର ବଚନ ନୃପ ସାବଧାନେ ଶୁଣ, ମହାମହାବୀର ମାନେ ଛନ୍ତି ପୃଥ୍ୱୀରେଣ। ଭୀମସେନ ଯାଇଥିଲେ ରାଜୁଷି ଯଜ୍ଞରେ, ସେ ରାଜାମାନଙ୍କୁ ଦେଖି ନାହିଁଟି ନେତ୍ରରେ। ଅର୍ଜୁନ ମୋ ଅବିଚାରେ ମନ୍ଦ କାର୍ଯ୍ୟ କଲା, ଜୟଦ୍ରଥକୁ ମାରିବ ବୋଲି ପଣ କଲା। ସେହି କାରଣରୁ ମହାବିପଦ ପଡ଼ିଲା, ମୋହରି ଚେଷ୍ଟାରେ ଜାଣ ଜୟଦ୍ରଥ ମଲା। ମୋତେ ନ ପଚାରି ଏହୁ କଲା ଏଡ଼େ ପଣ, ଯୁବନାଶ ଜିଣି ଅଶ୍ୱ ଆଣୁ ଭୀମସେନ। ଯଜ୍ଞର ନିୟମ ଏହି ଶୁଣ ନୃପବର, 84 ଲକ୍ଷଣେ ପୂର୍ଣ୍ଣ ଥିବ ଅଶ୍ୱ ବର।
ଅଶୋଷିରେ ବୀର ପତ୍ର ବାନ୍ଧିଣ ଛାଡ଼ିବ। 1 ବର୍ଷ ଯାଏ ଅଶୋ ସ୍ୱେଚ୍ଛାରେ ବୁଲିବ। ଧନୁର୍ଧାରୀ ବୀରମାନେ ଥିବେ ଗୁପ୍ତେ ରହି, ଯେ ଧରିବ ଅଶୋକୁ ଆଣିବେ ଜିଣି ତହିଁ। ରାମଚନ୍ଦ୍ର ପୂର୍ବେ ଅଶ୍ୱମେଧ କରିଥିଲେ, ସେ ଅଶ୍ୱ ଲକ୍ଷ୍ମଣ ହନୁମନ୍ତ ରଖିଗଲେ। ଶ୍ରୁତିପୁରେ ଅଶୋ ଯାଇ ପ୍ରବେଶ ହୋଇଲା, ସୁରଥ ନାମେଣ ତହିଁ ନୃପବର ଥିଲା। ସୁରଥ ରାଜନ ଯହୁଁ ଅଶୋକୁ ବାନ୍ଧିଲେ, ହନୁମନ୍ତ ଯାଇ ଦ୍ୱନ୍ଦ୍ୱ ତହିଁ ଭିଆଇଲେ। ସୁରଥ ରାଜନ ହନୁମନ୍ତକୁ ବାନ୍ଧିଲା, ଅଶୋ ସହିତରେ ବାନ୍ଧି ଆକଟେ ରଖିଲା। ବହୁ କଷ୍ଟେ ରାମଚନ୍ଦ୍ର ଉଦ୍ଧାରିଲେ ତାଙ୍କୁ, ଯଜ୍ଞ ଅଶୋ ସହିତରେ ଯେ ବୀର ହନୁକୁ। ସେହି ରାମ କରିଥିଲେ ଅଶ୍ୱମେଧ ଯାଗ, ଶୁଣିଲ ତ ଯଜ୍ଞ ଗିର ଆହେ ମହାଭାଗ। ତୁମ୍ଭ ଯଜ୍ଞ ଅଶୋ ଯେବେ ରଖିବ ଅର୍ଜୁନ, ଦଇବ ବଶରେ ଯଦି ସେ ହେବ ବନ୍ଧନ। ତାହେଲେ ଏଠାରେ କେହୁ ରାଜ୍ୟ ସମ୍ଭାଳିବ, ଏକଥା ବିଚାରି କାର୍ଯ୍ୟ କର ତୁମ୍ଭେ ସର୍ବ। ଯଜ୍ଞରେ ବହୁତ ବିଘ୍ନ ହେବ ଯେ ଉତ୍ପତ୍ତି, ତୁମ୍ଭ ଗ୍ରତରେ ସବୁ କହିଲି ଭାରତୀ। ଦିନହୀନ ନାରାୟଣ ଗୀତରେ କହଇ, ମହାଚିନ୍ତାରେ ପଡ଼ିଲେ ଧର୍ମରାଜ ସାଇଁ। ଭୀମ ଓ କୃଷ୍ଣଙ୍କର ପ୍ରତ୍ୟୁକ୍ତି ଓ ଭଦ୍ରାବତୀପୁରକୁ ଭୀମଙ୍କର ଗମନ। ଜନ୍ମେଜୟଙ୍କର ଆଗେ କହନ୍ତି ଜୈମିନୀ, ଶୁଣ ତୁମ୍ଭେ ନରବର ପୂର୍ବ କାହାଣୀ। ଭୀମକୁ କଟୁ ବଚନ କୁହନ୍ତି ଶ୍ରୀଧର, ବେନି କର ଯୋଡ଼ି ଧୀରେ କହେ ବୃକୋଦର। ଆହେ ଦେବ ଜଗନ୍ନାଥ ଜଗତ ଜୀବନ, ପାଣ୍ଡବ ସହାୟ ବୋଲି ଜାଣେ ସର୍ବଜନ। ଜ୍ଞାତିବଦ୍ଧ ପାପଙ୍କୁ ହେବାକୁ ଉଦ୍ଧାର, ଯଜ୍ଞ କରିବାକୁ ଇଚ୍ଛା କଲେ ସହୋଦର। ମୋତେ କହିବାରୁ ଯଜ୍ଞ ଅଶୋ ଆଣିବାକୁ, ସତ୍ୟ କଲି ଆଣି ଅଶୋ ଦେବଇ ତାହାଙ୍କୁ। ତେଣୁ ତୁମ୍ଭଙ୍କୁ ସ୍ମରଣ କଲି ନାରାୟଣ, କିମ୍ପାଇଁ କହୁଛ ତୁମ୍ଭେ କଠିନ ବଚନ। ଆପଣଙ୍କ ଭରସାରେ କରିଅଛି ପଣ, ପାଣ୍ଡବ ରକ୍ଷକ ହୋଇ କହୁଛ ଏସନ। ଦୀର୍ଘ ଉଦର ମୋହର ଜାଣନ୍ତି ସମସ୍ତ, ସେ ଯୋଗେ ବହୁତ ଖାଏ ଆହେ ଜଗନ୍ନାଥ। ରାକ୍ଷସୀ ହରିବା କଥା କହୁଛ ଠାକୁର, କାମାତୁରେ କାର୍ଯ୍ୟରେ ହେଲି ଅଗ୍ରସର। ମୋ କଥା ଅଜଣା କିଛି ତୁମ୍ଭଙ୍କୁ ନାହିଁ, ଭୋଜନେ ମୈଥୁନେ ମୋହି ତୃପ୍ତ ନ ହୁଅଇ। ତେଣୁ ଭଲ ମନ୍ଦ ଜାତି ଅଜାତି ନ ବାରେ, ଯେତେବେଳେ ଯାହା ପାଞ୍ଚେ ସେହି କାର୍ଯ୍ୟ କରେ। ଆଉ ଏକ କଥା ଦେବ ପୁଚ୍ଛା କରେ ମୋହି, କର ଯୋଡ଼ୁଅଛି ଦୋଷ ନ ଧରିବ ସାଇଁ। ମୋତେ ଯେଉଁ କାର୍ଯ୍ୟ ଭୁକ୍ତ କଲେ ଚକ୍ରଧର, କେଉଁଥିରେ ତୁମ୍ଭେ ଉଣା ଅଟ ମୋହଠାର। ତୁମ୍ଭର ଭିଆଣ ପରା ତ୍ରିପୁର ଅଟଇ, ସ୍ଥାବର ଜଙ୍ଗମ କୀଟ ସବୁ ଅଛ ଭେଇ। ବାଳୁତ ବେଳରେ ଥରେ ମାତା ଯଶୋବନ୍ତୀ, କରିନଥିଲେ ପରୀକ୍ଷା ପ୍ରଭୁ ତବ ଶକ୍ତି। ମାଟି କାଢ଼ିବା ଛଳରେ ଜନନେ ତୁମର, ପାଟି ମେଲା କଲେ ମାୟା କଲ ଚକ୍ରଧର। ତାଙ୍କୁ ମାୟା କରିଦେବ ପାଟି ମେଲା କଲ, ମାତାଙ୍କୁ ସପ୍ତ ବ୍ରହ୍ମାଣ୍ଡ ଗର୍ଭେ ଦେଖାଇଲ। ସ୍ୱର୍ଗ ମଞ୍ଚ ପାତାଳରେ ଯାହା ଦେଖିଥିଲେ, ତବ ଗର୍ଭେ ଯଦୁପତି ତାହା ହିଁ ଦେଖିଲେ। ସ୍ଥାବର ଜଙ୍ଗମ କୀଟ ପତଙ୍ଗ ପର୍ଯ୍ୟନ୍ତେ, ନାଗନର କିନ୍ନର ଯେ ଅଛନ୍ତି ସମସ୍ତେ। ସେହି ଉଦରୁ ପ୍ରକାଶୀ ସଂସାର ଭିଆଅ, ଶେଷରେ ସଂହାର କରି ତହିଁ ନେଇଥୁଅ।
ଯାଉଦରେ ସ୍ୱର୍ଗ ମଞ୍ଚ ପାତାଳ ରହିଛି, ମୋ ଉଦର ବନ ତୁମ୍ଭ ବିଚାରେ ଆସୁଛି। ଭିକ୍ଷା ସେ ଗୁଣେ ତୁମ୍ଭଙ୍କୁ କିଛି ନ ଅଣ୍ଟଇ, ବଳି ଏତେ ବଡ଼ ରାଜା ନ ପାରିଲା ଦେଇ। ଲମ୍ପଟ ଗୁଣ ତୁମ୍ଭର ଶୁଣ ଦେବ ହରି, ଗୋପରେ ହରିଲ ପ୍ରଭୁ 16 ସହସ୍ର ନାରୀ। କୁଳଶୀଳ ବିଚାର ତ ଅଛଇ ତୁମ୍ଭର, ଭୀଷ୍ମଙ୍କ ଦୋହି ତାକୁ ନିଜର ନାରୀ କଲ। ରକ୍ଷ ଜାତି ଜାମ୍ବକ ଝିଅକୁ ପାତାଳରୁ, ଆଣିଦେବ ବିଭା ହେଲ କାମ ପ୍ରବଳରୁ। ସ୍ତ୍ରୀ ବଶ ଗୁଣ ତୁମ୍ଭ ଠାରେ ଦେବ ନାହିଁ, ପାରିଜାତକୁ ହରିଲ ସତ୍ୟ ଭାମା ପାଇଁ। ମତ୍ସ୍ୟ କଚ୍ଛପ ରାହ ବାମନ ଅବତାର, ତୁମ୍ଭେ ପ୍ରଭୁ ଜନମ ଲଭିଲ ପୃଥିବୀର। ତୁମ୍ଭେ କ୍ଷୀର ସିନ୍ଧୁରେ ନିଶ୍ଚିନ୍ତ ହୋଇ ବସ, କାମଦେବ ପୁତ୍ର କରେ 3 ପୁର ନାଶ। ଏତେ ଗୁଣମାନ ପ୍ରଭୁ ଅଛି ତୁମ୍ଭ ଠାରେ, ମୋତେ ଯେ ବୋଇଲ ଲଜ୍ଜା ନାହିଁ ତୋ ମୁଖରେ। ତୁମ୍ଭର ବଚନ ମୋହି ରହସ୍ୟ ମଣିଲି, ତୁମ୍ଭ ସାହାଯ୍ୟରେ ଜରାସନ୍ଧକୁ ମାଇଲି। आहे देव चक्रधर बारे साहा हेले, जुबनाश पुरुष आଣିବି ମୁଁ ହେଳେ। ଏହି ଅନୁଗ୍ରହ ଦେବ କର ରାଜନରେ, ଜ୍ଞାତିବଦ୍ଧ ପାପୁ ମୁକ୍ତ ହେବେ ଯେ ପ୍ରକାରେ। ପୂର୍ବ ପରି ଦୟା ଆମ୍ଭ ଠାରେ ନ ରଖିଲେ, ଲଜ୍ଜା ହୋଇବ ତୁମ୍ଭଙ୍କୁ ଆମ୍ଭେ ନାଶ ଗଲେ। ଅସାଧ୍ୟ କାର୍ଯ୍ୟ ଯେ ତୁମ୍ଭ ଯୋଗେ ସାଧ୍ୟ ହେବ, ଯଜ୍ଞ ପରାମର୍ଶ ଦିଅ ପ୍ରଭୁ ବାସୁଦେବ। ଏ ସଂସାରେ ତବ ବିନୁ ଆମ୍ଭର କେ ନାହିଁ, आहे ଦୟାମୟ ବାରେ ମାତ୍ର କର ତ୍ରାହି। ତୃଷାରେ ଚାତକ ପକ୍ଷୀ ଊର୍ଦ୍ଧ୍ୱେ ମୁଖ ତେକେ, ମେଘ ଜଳ ପଡ଼ିଲେ ପିଅଇ ତାହା ସୁଖେ। ସେ ମେଘ ଉଠାଇ ଯେବେ ନ ବରଷେ ପାଣି, କେମନ୍ତେ ଚାତକ ପ୍ରାଣ ରହିବ ଧରଣୀ। ଆମ୍ଭେ ଯେ ଚାତକ ତୁମ୍ଭେ ଅଟ ଯେ ଘନ, ଘନ ବିନା ଚାତକ କି ଧରିବ ଜୀବନ। ଶୁଣବାରେ ମାତ୍ର आहे ଦେବ ଚକ୍ର ପାଣି, ମହାପଙ୍କ ପରେ ଜଳ ରହିଥାଏ ପୁଣି। ତୃଷାର ଆରତେ ଗାଭି ଯାଏ ଜଳ ପାନେ, ପଙ୍କେ ପଡ଼ି ଉଠି ନ ପାରଇ ବଳହୀନେ। ଗୋରୁର ରକ୍ଷକ ଯେବେ ଆସି ଦେଖେ ତାକୁ, ନ ଉଠାଇ ଫେରି ଚାଲି ଯାଏ କି ଘରକୁ। ସେ ଗୋରୁ ସେଠାରେ ପଡ଼ି ଅନାହାରେ ମଲେ, ସେ ଦୋଷ କି ଯୁଆଳେ ନ ଲାଗିବ କି ଭଲେ। ଆମ୍ଭେ ସକଳ ପାଣ୍ଡବେ ଗୋରୁ ତୁଲ୍ୟ ଜାଣ, ଆମ୍ଭର ଖୁଆଳ ଅଟ ଦେବ ଜନାର୍ଦ୍ଦନ। ଜ୍ଞାତିବଦ୍ଧ ପାତ କରୁ ନିସ୍ତାରିବା ବାଟ, ଅଶ୍ୱମେଧ ଯଜ୍ଞ ଜାଣ ଅଟେ ନନ୍ଦ ଚାଟ। ଆମ୍ଭଙ୍କୁ ଉଦ୍ଧାର ନ କରିଲେ ନାରାୟଣ, ଏ ନିନ୍ଦା କି ନୋହିବ ତୁମ୍ଭଙ୍କୁ ଦେବ ଜାଣ। ବୃକୋଦର ବାଣୀ ଶୁଣି ହସିଲେ ଶ୍ରୀହରି, ଧନ୍ୟ ତୁମ୍ଭ ପିତା ଧନ୍ୟ ମାତା ଗର୍ଭଧାରୀ। ମାୟାଧର ମାୟା ଫାସ କେହି ନ ଜାଣନ୍ତି, ଭକ୍ତି ଭଳି ମାୟା କାଟ ପାଣ୍ଡବ ସନ୍ତତି। ଯେପରି ଭୀମର ବଳ ସାହସ ବଢ଼ିବ, ମନେ ଚିନ୍ତା କଲେ ତାହା ପ୍ରଭୁ ବାସୁଦେବ। ହସି କରି ଭୀମେ କୃଷ୍ଣ କଲେ ଆଲିଙ୍ଗନ, ଭୀମର ସାହସ ତେଜ ବଢ଼ିଲା ଦ୍ୱିଗୁଣ। କୋଳ କରି କଲ୍ୟାଣ ଭୀମକୁ କୃଷ୍ଣ କଲେ, ସ୍ନେହ ଭରେ ନେଇଣ ପାଖରେ ବସାଇଲେ। ନିଜ ଶକ୍ତି ପ୍ରଭୁ ତ ସେ ଦେଲେ ଭୀମସେନ, ବିଷ୍ଣୁ ତେଜ ପାଇ ଭୀମ ବଳି ସତ ଗୁଣେ। ଭୀମକୁ କହନ୍ତି ବୁଝାଇଣ ପଦ୍ମନାଭ, ଯୁଧିଷ୍ଠିର ଦେବଙ୍କ ମନେ ଏଥିପାଇଁ କ୍ଷୋଭ। ମୋହରି କୌଶଳେ ଭୀମ କର୍ଣ୍ଣ ଦ୍ରୋଣ ମଲେ, ଆବଳ ଯେ ରଥି ସବୁ ଯୁଧେ ନାଶ ଗଲେ।
ଦୁର୍ଯ୍ୟୋଧନ ଆଦି ବନ୍ଧୁ ସୋଦର ସକଳେ ସକଳେ ମଲେ ମୋହର ମନ୍ତ୍ରଣାର ବଳେ। ସେହି ପାପେ ଅଶ୍ୱମେଧ ହେବାର ଉଚିତ। ତ ଆଗେ କହିଲି ଶୁଣ ପବନର ସୁତ। ସେ ପାପୁ ଯେ ମନ୍ତେ ମୁକ୍ତ ହେବେ ଯୁଧିଷ୍ଠିର। ସେହି କଥା ଚିନ୍ତା କରେ ମୋହି ନିରନ୍ତର। ପୁଣ୍ୟବାନ ହୋଇଣ ସଂସାରେ ଭୋଗ ପାଅ। ସକଳ ପାତକ ମାନ ମୋତେ ବେଗେ ଦିଅ। ତାହା ଶୁଣି କହେ ଭୀମ ଶୁଣ ଯଦୁପତି। ତୁମ୍ଭଙ୍କୁ କିମ୍ପାଇଁ ପାପ ଦେବ ଦାଶରଥି। ଅଳ୍ପ ପାପ ଦେଲେ ପ୍ରଭୁ ହେବ ବହୁ ପାପ। ତିଳ ପ୍ରମାଣେ ବେଦେଲେ ବଢ଼ିବ ତାଳ ରୂପ। ଅସଙ୍ଗତ କଥା କିମ୍ପା କହ ଶ୍ରୀପତି। କେଉଁ ପରି ଯଜ୍ଞ ହେବ ଭିଆ ଓ ଝଟତି। ଯଜ୍ଞ କରି ତୁମ୍ଭଙ୍କୁ ନ ଭାବେ ଯେଉଁ ଜଣ। ତାହାର ସେ ଯଜ୍ଞ ଫଳ କିଛି ନାହିଁ ଜାଣ। ଯଜ୍ଞ ଭାର ଧର୍ମରାଜ ତୁମ୍ଭଙ୍କୁ ଅର୍ପିଲେ। ଶତକୋଟି ଯଜ୍ଞ ଫଳ ଲଭିବେ ସେ ଭଲେ। ତବ ଯଜ୍ଞ ତୀର୍ଥ ଆଦି କର୍ମ ଯେ କରଇ। ତୁମ୍ଭର ପାଦରେ ନେଇ ତାହା ସମର୍ପଇ। ତେବେ ତବ ଯଜ୍ଞ ତୀର୍ଥ ଫଳ ସେ ଲଭଇ। ତାନ କଲେ ତବ ଯଜ୍ଞ ତୀର୍ଥ ଫଳ ନହି। ଶ୍ରୀକୃଷ୍ଣ କୁହନ୍ତି ଭୀମ ଶୁଣ ସେ ଉତ୍ତର। ନିଷ୍କାମ ଭକ୍ତି କରନ୍ତି ଧର୍ମ ଯୁଧିଷ୍ଠିର। କାଳେ କାଳେ ମୁହିଁ ତୁମ୍ଭ ଭାବେ ବସ ଥାଇ। ତୁମ୍ଭ ବିନୁ ବୈକୁଣ୍ଠରେ ମୋର ମନ ନାହିଁ। ଏ ସଂସାର ଭୋଗ ସୁଖ ତୁମ୍ଭ ବିନା ମୋର। ନଥାଇ ତିଳ ପ୍ରମାଣେ ଜାଣ ବୃକୋଦର। ମୋର ପଞ୍ଚ ପ୍ରାଣ ତୁମ୍ଭେ ଭାଇ ପାଞ୍ଚ ଜଣ। ଅଧିକ କହିବା ନହେ ଭାବି ଦେଖ ମନ। ଶୁଣି ଭୀମ କର ଯୋଡ଼ି ଶ୍ରୀହରିଙ୍କୁ କହେ। ଅଶ୍ୱ ଆଣିବା ନିମନ୍ତେ ଆଜ୍ଞା କର ରାଏ। ଯୁବନାଶ ପୁରୁ ଯଜ୍ଞ ଅଶ୍ୱ ମୁଁ ଆଣିବି। ଆପଣଙ୍କ ଶ୍ରୀଚରଣ ତଳେ ସମର୍ପିବି। ତୁମ୍ଭେ ରକ୍ଷା କର ଦେବ ଧର୍ମରାଜନଙ୍କୁ। ମୁଁ ଏକା ଯାଇ ଆଣିବି ସେ ଯଜ୍ଞ ଅଶ୍ୱକୁ। ଭୀମର ବଚନ ଶୁଣି କହନ୍ତି ଶ୍ରୀପତି। ଅଶ୍ୱ ଆଣିବା ନିମିତ୍ତ ଚଳ ହେ ଝଟତି। ଭୀମେ ଅନୁମତି ଦେଇ କୃଷ୍ଣ ଯୁଧିଷ୍ଠିର। ଭୋଜନ କରି ଶୟନ କଲେ ଅନ୍ତପୁର। ରାତ୍ର ପ୍ରଭାତରୁ ଭୀମ ହୋଇଲେ ବାହାର। ମେଘବର୍ଣ୍ଣ ବୃଷ କେତୁ ଘେନି ସଙ୍ଗତର। ମାତା ଭ୍ରାତା ଶ୍ରୀହରିଙ୍କୁ କରି ନମସ୍କାର। ଶୁଭବେଳ ଦେଖି ସର୍ବେ ହୋଇଲେ ବାହାର। ଏ ସମୟରେ ଅର୍ଜୁନକୁ ଡାକି ଭୀମସେନ। ଆଲିଙ୍ଗନ କରି ପ୍ରେମେ ବୋଇଲେ ବଚନ। ତୁମ୍ଭେ ରକ୍ଷା କରୁଥିବ ରାଜା ବ୍ରାହ୍ମଣଙ୍କୁ। ମୁହିଁ ଭଦ୍ରାବତୀ ପୁରୁ ଆଣିବି ଅଶ୍ୱକୁ। ଭୀମସେନ ମୁଖ ଶୋଭା ଶ୍ରୀହରି ଦେଖିଲେ। ମେଘବର୍ଣ୍ଣ ବୃଷ କେତୁ ତାଙ୍କ ସଙ୍ଗେ ଦେଲେ। ଶ୍ରୀହରି ବୋଲନ୍ତି ଅଶ୍ୱ ବିନା ଯଜ୍ଞ ନାହିଁ। ଭୀମ ବୋଲେ ତବ ଦୟା ହେଲେ ପାଇବଇ। କୃଷ୍ଣ ନାମ ମହାପାପୀ ଭଜିଲେ ହୃଦରେ। ପାପ ତାପ ବିନାଶୀ ସେ ବସେ ସ୍ୱର୍ଗପୁରେ। ସେହିପରି ଆପଣଙ୍କ ଦୟାରେ ମୁଁ ଯିବି। ମୋହର ଯେ ଶତ୍ରୁ ହେବ ତାହାଙ୍କୁ ମାରିବି। ତୁମ୍ଭର ପ୍ରସାଦେ ମୋର ଭୟ କାରେ ନାହିଁ। ଶତ୍ରୁଙ୍କୁ ବିନାଶୀ ମୁହିଁ ଅଶ୍ୱ ଆଣିବଇ। ଏତେ କହି ଭୀମ ମେଘବର୍ଣ୍ଣ ବୃଷ କେତୁ। କୁନ୍ତୀଙ୍କ ପାଏ ପଡ଼ିଲେ ବିଦା ହେବା ହେତୁ। କଲ୍ୟାଣ କରିଣ କୁନ୍ତୀ ବୋଇଲେ ବଚନ। ଆରେ ଭୀମ ନେଉ ସଙ୍ଗେ ମନ୍ଧୁଣି ଧନ। କର୍ଣ୍ଣକୁ ହରାଇ ମୁହିଁ ଏହା ମୁଖ ଚାହିଁ। ଜୀବନ ମାତ୍ର ରଖିଛି ଜାଣିଥିବୁ ତୁହି। ସାବଧାନ ହୋଇ ବୃଷ କେତୁ ମେଘବର୍ଣ୍ଣ। ଯୁଦ୍ଧରେ ରକ୍ଷା କରିବୁ ତୁହି ବାପ ଧନ। ଦ୍ରୌପଦୀ ଅର୍ଘ୍ୟ ଦେଇଣ କହନ୍ତି ବଚନ।
ସଙ୍ଗତେ ନେଉଛ ନାଥ ମୋ ଜୀବନ ଧନ, ଯାକୁ ନ ଦେଖିଲେ କୋଟି ଯୁଗ ମଣେ ମୁହିଁ, ସଙ୍ଗତେ ନେଉଛ ମୋର ସେବାଳତ ନଈ। ହେ ପ୍ରାଣନାଥ ଲାଗିଲା ବୃଷ କେତୁ ମୋର, କହିଣ ପାଞ୍ଚାଳି ଶୋକେ ହୋଇଲେ ଅଧୀର, କୋଳେ ବୃଷ କେତୁ ଧରି ଦ୍ରୁପଦ ନନ୍ଦିନୀ, ଚୁମ୍ବନ ଦେଇ କଲ୍ୟାଣ କଲେ ଯାଜ୍ଞ ସେନି, ବୃଷ କେତୁ ବୋଲେ ମାତ ନୁହନ୍ତୁ ଅଧୀର, କୃଷ୍ଣ ଯାହାର ସହାୟ ଭୟ କାରେ ତାର, ବିଦାୟ ନେଣ ତହିଁ ଆସିଲେ ସତର, ତିନି ହେ ନିର୍ଭୟ ଗଲେ ଭଦ୍ରାବତୀ ପୁର, 12 ଦିନେ ଭଦ୍ରାବତୀ ପୁରେ ପ୍ରବେଶିଲେ, ସେ ନଗ୍ର ପ୍ରାନ୍ତରେ ଏକ ପର୍ବତ ଦେଖିଲେ, ତିନି ବୀର ଉଠିଲେ ସେ ଗିରିବର ପର, ଦେଖିଲେ ଅତ୍ୟନ୍ତ ଶୋଭା ଭଦ୍ରାବତୀ ପୁର, ଧନ୍ୟ ଧନ୍ୟ ଯୌବନାଶ ଧନ୍ୟ ତୋର ପୁରୀ, ନାନା ଜାତି ବୃକ୍ଷ ସ୍ଥାନେ ସ୍ଥାନେ ଅଛି ଘେରି, ଅସଂଖ୍ୟ ଦେଉଳ ମାନ ଦିଶଇ ଉଚ୍ଚକୁ, ଶତ ଶତ ପୁଷ୍କରିଣୀ ମଣ୍ଡିଛି ପୁରକୁ, ସ୍ଥାନେ ସ୍ଥାନେ ବେଦ ପାଠ କରନ୍ତି ବ୍ରାହ୍ମଣେ, ତପୀମାନେ ତପ କରୁଛନ୍ତି ବହୁ ସ୍ଥାନେ, ଅନେକ ସ୍ଥାନରେ ଯଜ୍ଞ ଦିଶୁଛନ୍ତି ଶୋଭା, ଘୃତାହୁତି ଧୂମ କୁହୁଡ଼ିର ପରି ଆଭା, ଯୋଦ୍ଧାମାନଙ୍କର ଧନୁ ଟଙ୍କାର ଶୁଭଇ, ତିନି ବୀରେ ଦେଖୁଥାନ୍ତି ଗିରି ଶିଖେ ଥାଇ, ଆମ୍ବ ନଡ଼ିଆ ପଣସ ଆଦି ବୃକ୍ଷ ମାନ, ଗୁଆବା ଖଜୁର ତାଳ ଶାଳ ଆଦି ବନ, କରମଙ୍ଗା ଯେଉଟ ଯେ ଜମ୍ବିଳ କଇଁଥ, ବଟ ଅଶ୍ୱତ୍ଥ ଶାଳମଳି ବୃକ୍ଷରେ ଶୋଭିତ, ଚମ୍ପା କନିଅର କଦମ୍ବର ଗଛ ମାନ, ପୁଷ୍କରିଣୀ ତଟେ ଦିଶେ ଅତି ଶୋଭାବନ, ଉଦ୍ୟାନରେ ଡଗର ଟଗର ଛୁରିଅନା, ମଲ୍ଲିନିଆଳି ମାଳତୀ କେତକୀ ଦୟଣା, ଯାଇ ଜୁଇ କୁରୁବେଲି ମନ୍ଦାର ରଙ୍ଗଣୀ, ଗଙ୍ଗଶିଉଳି ଗୋଲାପ କରବୀର ଘେନି, ସଦା ବିହାରୀ କୁସୁମ ହେନା ନାଗେଶ୍ୱର, କାଠ ଚମ୍ପା ବଉଳ ଶୋକ ଯେ ମନ୍ଦାର, ଇନ୍ଦ୍ରପୁର ଠାରୁ ବଳି ସେ ପୁର ଟଇ, ଏମନ୍ତପୁର ମର୍ତ୍ତ୍ୟରେ ନେତ୍ର ଦେଖି ନାହିଁ, ବୃକ୍ଷେ ନାନା ଜାତି ପକ୍ଷୀ କରନ୍ତି ଶୋଷଣ, ଶୁକସାରି ମୟୂରାଦି କୋକିଳାଦି ଗଣ, ବନେ ନାନା ପଶୁମାନେ ନିର୍ଭୟ ଖେଳନ୍ତି, ମନ ମଧ୍ୟେ ଭାବନା ସେ ତିଳେ ନ କରନ୍ତି, ପଶୁ ପକ୍ଷୀ ପତଙ୍ଗାଦି ଗାନରେ ସେ ପୁର, କିବା ଦିବା କିବା ରାତି ଗହଳ ଚହଳ, ଆଗରେ ଯେ ପୁଷ୍କରିଣୀ ଗୋଟିଏ ଅଛଇ, ରୂପାରେ ପାବଛ ଚାରି ପାଖେ ବିରାଜଇ, ଦେଖି କରି ଭୀମସେନ ଆନନ୍ଦ ହୋଇଲେ, ବୃଷ କେତୁ ମେଘ ବନେ ଚାହିଣ ବୋଇଲେ, ତୁମ୍ଭେ ବେନିବିରେ ଶୁଣ ମୋହର ଉତ୍ତର, ଅଶ୍ୱମାନେ ଏହି ପୋଖରୀରୁ ଖାନ୍ତି ନୀର, ଯେତେକ ସୋପାଳ ସେ ବୀର ଅଶ୍ୱ ଆଣି, ଏହି ପୋଖରୀକୁ ଆସି ପିଆଇବେ ପାଣି, ଆଗହୁଁ ଯାଇଣ ଆମ୍ଭେ ଏହି ବନେ ଥିବା, ଅଶ୍ୱପାଳଙ୍କ ସହିତେ ଅଶ୍ୱକୁ ଧରିବା, ମୁଁ ଅଶ୍ୱ ବାନ୍ଧିବି ତୁମ୍ଭେ ଧନୁ ଧରିଥିବ, ପଛ ପାଖେ ଥାଇ ଯୋଦ୍ଧା ଆସିଲେ ମାରିବ, ଶୁଣି କହେ ବୃଷ କେତୁ ଭୀମର ବଚନ, ମୋହର ନେବା ଉପାୟ ଶୁଣ ଦେଇ ମନ, ସତେ ଅକ୍ଷୟିଣୀ ବଳ ଅଛଇ ରାଜାର, ଅଶ୍ୱରକ୍ଷକ ଅଛନ୍ତି 10 ଖଣି ବଳ, ସେମାନେ ଅଶ୍ୱ ସଙ୍ଗତେ ଯେବେ ବାସିବେ, ତୁମ୍ଭ ବାହୁ ବଳେ ସର୍ବେ ଯମପୁର ଯିବେ, ପ୍ରାଣୀମାନଙ୍କର ଦେହେ ନାନା ପାପ ଥାଇ, ଗଙ୍ଗା ସ୍ନାନ କଲା ମାତ୍ରେ ସକଳ ତୁଟଇ, ସୈନ୍ୟଗଣ ମାନେ ଯେବେ ଦ୍ୱନ୍ଦ୍ୱ ଆରମ୍ଭିବେ,
ତୁମ୍ଭ ବାହୁ ଗଙ୍ଗା ତୁଲ୍ୟ ତହିଁ ନାଶ ଯିବେ। ସର୍ପମାନେ ବିଷ ଥିବା ଯୋଗୁ ଗର୍ଭ କରି ଫଣା ଟେକି ଧାମନ୍ତି ଦେଖାନ୍ତି ଭୟ ଭାରି। ଗରୁଡ଼କୁ ଦେଖିଲେ ତୁଟଇ ତାଙ୍କ ବଳ ମଲା ମୂଷା ପରାଏ ପଡ଼ନ୍ତି ମହିତଳ। ଯେବେ ପାତ କରେ ଲୀନ ହୋଇଥାନ୍ତି ନର କୃଷ୍ଣ ସୁମରିଲେ ପାପ ଛାଡ଼ଇ ଶରୀର। କୃଷ୍ଣ ଯେ ସୁମରେ ସେହୁ ମୁକ୍ତି ଜେଲ ଭଇ ମୁକ୍ତି ପାଇଲେ ସଂସାରେ ଜନ୍ମ ତାର ନାହିଁ। ଗୟାରେ ଯାଇଣ ଯେହୁ ପିତୃ ଶ୍ରାଦ୍ଧ ଦିଅନ୍ତି ସେମାନଙ୍କ ପିତା ହୁଏ ବୈକୁଣ୍ଠ ପ୍ରାପ୍ତି। ଆମ୍ଭେ ଯଜ୍ଞ ଅଶ୍ୱ ନେଇ ରାଜାଙ୍କୁ ଭେଟିଲେ ତାଙ୍କ ମନ ପୂର୍ଣ୍ଣ ହେବ ଅଶ୍ୱମେଧ କଲେ। ଜ୍ଞାତିବଦ୍ଧ ପାପରୁ ହୋଇବେ ମୁକ୍ତି ସେହି ଏମନ୍ତ ପ୍ରକାରେ ତିନି ବୀରେ କୁହା କୁହି। ଏହି ସମୟରେ ରାଜ ହସ୍ତୀକୁ ଘେନିଣ ଜଳ ପେଇବାକୁ ଆସନ୍ତି ମାହୁନ୍ତ ଗଣ। ହସ୍ତୀ ମାହୁନ୍ତ ଦେଖିଲେ ତହୁଁ ତିନି ବୀର ପର୍ବତ ପରି ଦିଶଇ ତାହାଙ୍କ ଶରୀର। ତା ଉପରେ ମାହୁନ୍ତ ଅଙ୍କୁଶ ଘେନି କରେ ହସ୍ତୀକୁ ପ୍ରବେଶ କଲା ପୋଖରୀ ଭିତରେ। ମତ ହସ୍ତୀ ନିର୍ଭୟରେ ଜଳପାନ କଲା ମାହୁନ୍ତ ଘେନିଣ ତାକୁ କୂଳରେ ଉଠିଲା। ହସ୍ତୀ ପୁଷ୍କରିଣୀ ମଧ୍ୟ ପଶିଲା ଯେ କାଳେ ମତ୍ସ୍ୟ ସବୁ ପାଣିରେ ଡେଇଁଲେ ତେତେବେଳେ। ସଦା ଦୁଃଖୀ ଜନ ହାତେ ଧନ ଯେବେ ପଡ଼େ ସଂସାରକୁ ତୁଣ ପରି ମନେ ମନେ ଲୋଡ଼େ। ସେହିପରି ମତ୍ସ୍ୟମାନେ ହୋଇଲେ ଉଚ୍ଛନ୍ନ ମାହୁନ୍ତ ହସ୍ତୀକୁ ନେଲା ରାଜା ଉପବନ। ଚକର ଚକରି ଦୁହେଁ ପୁଷ୍କରିଣୀ ତୀରେ ମାତିଲେ ଆନନ୍ଦେ ମତ ହଇଣ କ୍ରୀଡ଼ାରେ। ତିନି ବୀରେ ହି ପରି ରହିଣ ଦେଖନ୍ତି ଜଳପାନ ଲାଗି ଅଶ୍ୱମାନେ ଯେ ଆସନ୍ତି। ଯଜ୍ଞ ଅଶ୍ୱ ଯେତେବେଳେ ସରସୀକୁ ଆସେ ଅସଂଖ୍ୟ ସୈନ୍ୟ ଅଛନ୍ତି ତାର ରକ୍ଷା ଆସେ। ବନଶ୍ୟାମ ବନ ପୁଚ୍ଛ ପୀତ ବନ ତାର ଆବର ଅଟଇ ତାର ଧବଳ ଶରୀର। ବହନ ଆସନ୍ତେ ପାଦ ଘାତେ ଉଠେ ଧୂଳି ଶଙ୍ଖ ଭେରି ତୁରୀ ଆଦି ବାଜଇ କାହାଳି। ଛତ୍ରୀ ତରା ଷୋଢ଼ଣୀ ପତାକା ଶୋଭଇ ମେଘେ ଜହ୍ନେ ବିଜୁଳିର ପରି ଝଟକଇ। ଯୌବନାଶ ରାଜା ତାହା ସଙ୍ଗେ ଘେନି ବଳ ରଥି ସାରଥି ପଦାତି ଘେନିଣ ସକଳ। ଅସଂଖ୍ୟ ଯୋଦ୍ଧା ଘେନିଣ ଆସେ ନର ସାଇଁ ରଥମାନଙ୍କର ସଂଖ୍ୟା କେ ପାରିବ କହି। ହଜାର ହଜାର ବୀର ଥାନ୍ତି ସଙ୍ଗତରେ ଅସ୍ତ୍ରଶାସ୍ତ୍ର ମାନ ଶୋଭା ପାଏ ତାଙ୍କ କରେ। ସୁବର୍ଣ୍ଣ କଳସ ସବୁ ରଥରେ ଶୋଭଇ ରାଜାଙ୍କ ରଥରେ ହୀରା ମାଳ ଝଟକଇ। ପତାକାରେ ରୁଦ୍ଧ ହୀରା ମଣ୍ଡଣି ହୋଇଛି ଚାହିଁଲା ମାତ୍ରକେ ନେତ୍ର ଝଲସି ଉଠୁଛି। ବୀରତୁର୍ଯ୍ୟ ନାଦେ ମହି ହୁଏ ଥରହର ଚମକ କାଳରେ କମ୍ପି ଉଠେ ତିନି ପୁର। ଅନାଇଲେ ସୂର୍ଯ୍ୟ ତେଜ ମଳିନ ଦିଶଇ ଦିନହୀନ ନାରାୟଣ ଗୀତରେ କହଇ।